We have many innovations or confusions regarding modern Indian political thought. Question is, how can we interpret or how can we know what is modern Indian political thought and how it evolved? So that's why we need to study in a very scientific manner uh, this paper. And we know this paper is very important, the sense that we must know the historical background, how the social and political thought of modern India got evolved, and how can we know what is the actual approach, or you can call it as correct approach or scientific approach to the study of this paper. You must have idea. ତ ଓଡିଆ ଯଦି କହିବି ଏଇ ଯୋଉ ପେପରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନର୍ମାଲି କଣ ବହୁତ ପ୍ରକାର ଗୋଟେ ଭ୍ରମାତ୍ମକ ଧାରଣା ଆମ ଭିତରେ ପେପରକୁ ନେଇକି ଥାଏ ଯେ ଗ୍ଲୋରିଫାଇଂ ଦ ପାଷ୍ଟ ଅତୀତକୁ ଗୌରବାନ୍ୱିତ କରିବା ବା ସବୁ ଠିକ ବୋଲି କହିବା ବା ଏହାର କେମିତି ବିକାଶ ହେଲା ଯେ ଆମେ ୟୁରୋପଠୁ ପଛରେ ବା ୟୁରୋପିଆନ ପଲିଟିକାଲ ଥଟ୍ ଯୋଉଟା ସେଇଟା ହେଲା ମଡର ଆମ ପାଖରେ କିଛି ନାହିଁ ଏମିତି ଏକ ଧାରଣା ସୃଷ୍ଟି କରିବା ଉଭୟ ଉଭୟ ଉଭୟଟା ଭୁଲ ସେଥିପାଇଁ ଆମକୁ ବୁଝିବାକୁ ପଡିବ ଯେ ଆକ୍ଚୁଆଲି ଯୋଉ ରାଷ୍ଟ୍ର ଯେମିତି ମଡର୍ଣ୍ଣ ପଲିଟିକାଲ ଥଟ୍ ରେ ଆମେ ପଢୁଛନ୍ତି ହ୍ୟାଲୋ ହ୍ୟାଲୋ Yes, କଟିଗଲା sir. ହଁ କଣ ନେଟୱାର୍କ ପ୍ରୋବ୍ଲେମ ସେ ନେଟୱାର୍କ ପ୍ରୋବ୍ଲେମ ହଉଛି ମୁଁ ଏଠି ନାହିଁ ତ ସେ ଗାଁରେ ଏଇ ପ୍ରୋବ୍ଲେମ ଏନିୱେ ତ ଆମର ଗୋଟେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ରହିବା ଉଚିତ ଏଇ ଯୋଉ ପେପର ପ୍ରତି ତେଣୁ ମଡର୍ଣ୍ଣ ଇଣ୍ଡିଆନ ପଲିଟିକାଲ ଥଟ୍ ଟା ତାର ଏଲିମେଣ୍ଟ ଗୁଡିକ କଣ ଦିଟା ପର୍ସପେକ୍ଟିଭ ରହୁଛି ଧର ଆମେ ଧାରଣା ଯେ ମଡର୍ଣ୍ଣ ଇଣ୍ଡିଆନ ପଲିଟିକାଲ ଥଟ୍ ବା ମଡର୍ଣ୍ଣ ପଲିଟିକାଲ ଥଟ୍ ମାନେ କେବଳ ୟାର ଜନ୍ମ ୟୁରୋପରେ ହେଇଛି ବା ଗ୍ରୀସରେ ବା ରୋମାନ ପଲିଟିକାଲ ଥଟ୍ ରେ ହେଇଛି ବା ଯୋଉଟା ପ୍ଲାଟୋ ଆରିଷ୍ଟଟଲ ଷ୍ଟେଟ ଏଲିମେଣ୍ଟ ତାକୁ ପଢାଏ କିନ୍ତୁ ଯଦି ଭାରତୀୟ ରାଜନୈତିକ ଆଦର୍ଶ ବା ଚିନ୍ତାକୁ ଆମେ ଅନୁଧ୍ୟାନ କରିବା ଆମେ ଦେଖିବା ଅନେକ ପରିମାଣରେ ଭାରତରେ ମଧ୍ୟ ଏଇ ରାଷ୍ଟ୍ର ତାର ଉପାଦାନ ଏସବୁ ସମ୍ପର୍କରେ ଡିଟେଲ ଆଲୋଚନା କରାଯାଇଛି ତେଣୁ ସେଗୁଡିକ ଆକ୍ଚୁଆଲି କଣ ସେଇଗୁଡିକ ଜାଣିବା ନିହାତି ଜରୁରୀ ଏବଂ ଆମେ ମଧ୍ୟ ଷ୍ଟଡି କରିପାରିବା ଯେ ଏଇ ଯୋଉ ଆଧୁନିକ ରାଜନୈତିକ ବିଚାରଧାରା ବା ଯୋଉଟାକୁ ଆମେ କହୁଛୁ ମଡର୍ଣ୍ଣ ଇଣ୍ଡିଆନ ପଲିଟିକାଲ ଥଟ୍ ଏବଂ ମଡର୍ଣ୍ଣ ୟୁରୋପିଆନ ପଲିଟିକାଲ ଥଟ୍ ବା ଖାଲି ମଡର୍ଣ୍ଣ ପଲିଟିକାଲ ଥଟ୍ ଏଇ ଯଦି କମ୍ପାରିଟିଭ ପରସ୍ପେକ୍ଟିଭ ଦେଖିବା ଗୋଟେ ତୁଳନାତ୍ମକ ଅଧ୍ୟୟନ ତ ଆମେ ଏଇଟା ଜାଣିପାରିବା ସେଇ ଜିନିଷଟି କଣ ଆମେ ତ ଜାଣିଛନ୍ତି ଯେ ଷ୍ଟେଟ୍ ସପୋଜ ଆମେ ଷ୍ଟେଟ୍ କଥା ଚିନ୍ତା କରିବା ରାଷ୍ଟ୍ର ସମ୍ପର୍କରେ ଆମେ ଆନସିଏଣ୍ଟ ପଲିଟିକାଲ ଥଟ୍ରେ ଆମେ ଜାଣିଛନ୍ତି ଯେ ରାଷ୍ଟ୍ରର ଉପାଦାନ ଗୁଡିକ କଣ ରାଷ୍ଟ୍ର କହିଲେ କଣ ବୁଝାଯାଏ
ଇଣ୍ଡିଆନ ପଲିଟିକାଲ ଥଟ୍ରେ ୟାର କଣ ମାନେ ଆଲୋଚନା କରାଯାଇଛି ତାକୁ ଯଦି ବିଚାର କରିବା ତ ସମସ୍ତଙ୍କ ଧାରଣା ଥିବ ଗୋଟେ ଟର୍ମ ୟୁଜ କରାହେଇଛି ସ୍ୱାମୀ ଦାଟ ଇଜ କିଙ୍ଗ ହେଡ୍ ଅଫ ଦି ଷ୍ଟେଟ୍ ସେଭଳି ଭାବରେ ଗୋଟେ ଟର୍ମ ଏଲିମେଣ୍ଟସ ଅଫ ଷ୍ଟେଟ୍ ଆମେ ଯୋଉଟା କହୁଛୁ ଉପାଦାନ କଣ ମାନେ ରାଷ୍ଟ୍ରର ଉପାଦାନ ଗୁଡିକ କଣ ତାକୁ ଯଦି ବିଚାର କରିବା ରାଷ୍ଟ୍ରର ଉପାଦାନ ଗୁଡିକ କଣ ଯେମିତି କୌଟିଲ୍ୟଙ୍କ ବିଚାରଧାରାରେ ବା କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଆମେ ଦେଖୁଛନ୍ତି what are the elements of state rajan that is the king କୋଷ treasury durga that is the fortification or fort ଜନପଦ ମାନେ villages ତ ଏଇ ସବୁ ଯଦି ଦେଖିବେ ତ ଏଗୁଡିକ ଆମେ କହିପାରିବାନି ଯେ ଏଗୁଡିକ ୟୁରୋପୀୟ ବିଚାରଧାରାରୁ ବା ୟୁରୋପୀୟ ରାଜନୈତିକ ଅର୍ଥଶାସ୍ତ୍ରରୁ କମ୍ ବୋଲି ତ ଏଥିରେ ଆମେ ଦେଖିପାରିବା ତ ଗ୍ରୀକ ତୁଳନାରେ ଆମେ ମଧ୍ୟ ପଛରେ ନାହାନ୍ତି ଏ କଥା ଆମେ କହିବା କିନ୍ତୁ ଆମେ ଯଦି ବେଦିକ ସୋସାଇଟିରୁ ଆରମ୍ଭ କରିବା ଟିଲ୍ ବ୍ରିଟିଶ ପିରିୟଡ ପର୍ଯ୍ୟନ୍ତ ଏଇଟା ଯଦି ମଡର୍ନ ଇଣ୍ଡିଆନ ପଲିଟିକାଲ ଥଟ୍ ଉପରେ ବିଚାର କରାଯାଏ ତ ବେଦିକ ଗ୍ରନ୍ଥରୁ ଆରମ୍ଭ କରିକି ଅର୍ଥଶାସ୍ତ୍ର ମନୁସ୍ମୃତି ଫତୁଆଇ ଜାହାନଦାରୀ ଆଇନି ଆକବାରୀ ଏଇଗୁଡା ଇମ୍ପୋର୍ଟାଣ୍ଟ ପଲିଟିକାଲ ଷ୍ଟେଟ୍ ତେଣୁ ଆମେ ଯଦି ଆକୁ ଡିଭିଜନ କରିବା ଗୋଟେ ହେଲା ବ୍ରାହ୍ମଣିକାଲ ଟେକ୍ସଟ ଆଉ ଗୋଟେ ହେଲା ବୁଦ୍ଧିଷ୍ଟ ଟେକ୍ସଟ ଆଉ ହେଲା ଜୈନ ଟେକ୍ସଟ ଆଉ ଗୋଟେ ହେଲା ଇସଲାମିକ ପଲିଟିକାଲ ଟ୍ରାଡିସନ ଇଏ ସବୁ ଭିତରେ ଆମେ ଏଇ ଯୋଉ ପଲିଟିକାଲ କନସେପ୍ଟ ଯୋଉଟା ଆମେ ମଡର୍ନ ପଲିଟିକାଲ ଥଟ୍ କହୁଛୁ ତା ଭିତରେ ବିଚାର କରାଯାଇଛି ଧର ହ୍ୱାଟ ଇଜ ଷ୍ଟେଟ୍ ହ୍ୱାଟ ଇଜ ସଭରେନିଟି ହ୍ୱାଟ ଆର୍ ଦ ଆଇଡିଆଜ ଅଫ ଷ୍ଟେଟ୍ ଆଣ୍ଡ ସଭରେନିଟି ଇନ୍ ଆନସିଏଣ୍ଟ ଇଣ୍ଡିଆ ପ୍ରାଚୀନ ଭାରତରେ ଆନସିଏଣ୍ଟ ଇଣ୍ଡିଆରେ କଣ ଥିଲା ମାନେ ଷ୍ଟେଟ୍ ସମ୍ପର୍କରେ ବା ସଭରେନିଟି ସମ୍ପର୍କରେ you all of you know what is this Matsya Nyaya. You have heard the name of social contract theory বা ତାକୁ ଆମେ କହୁଛୁ ସାମାଜିକ ଚୁକ୍ତି ତତ୍ତ୍ୱକାର ରାଷ୍ଟ୍ରର we have discussed Hobbes, we have discussed Locke, we have discussed Rousseau. ତେଣୁ Hobbes, Locke, Rousseau ଯୋଉ କଥା କହିଛନ୍ତି ଯେ ଅରିଜିନ୍ ଅଫ୍ ଷ୍ଟେଟ୍ ରାଷ୍ଟ୍ରର ଜନ୍ମ କେମିତି ହେଲା ତ ହବେସିଆନ କନସେପ୍ଟ ଯଦି ଦେଖିବା they have discussed is what is that that is man is solitary poor nasty brutish and soft so Hobbes has presented human nature in a very negative way and there is a state of war state of nature that is the condition of society before the creation of state as a state of war ରାଷ୍ଟ୍ରର ସୃଷ୍ଟି ପୂର୍ବରୁ ଯୋଉ ସମାଜ ଥିଲା ତାକୁ ସେ ଷ୍ଟେଟ୍ ଅଫ ନେଚର କହୁଥିଲେ ବା ପ୍ରାକୃତିକ ସମାଜ କହୁଥିଲେ ସେଥିରେ ମଣିଷର ପ୍ରକୃତି ଖରାପ ପରସ୍ପର ବିରୁଦ୍ଧରେ ଲଢୁଥିଲେ ତେଣୁ ନିଜର ସୁରକ୍ଷା ପାଇଁ ସେମାନେ ଗୋଟେ ଏଣ୍ଟର କଲେ ସୋସିଆଲ କଣ୍ଟ୍ରାକ୍ଟକୁ ସାମାଜିକ ଚୁକ୍ତିକୁ ଏବଂ ତା ଫଳରେ ରାଷ୍ଟ୍ରର ଉତ୍ପତ୍ତି ହେଲା ବା ସାର୍ବଭୌମ କ୍ଷମତା ସୃଷ୍ଟି ହେଲା ବା ହବ୍ସ ଯାକୁ କହିଲେ ଲେଭିଆଥାନ ଏକୁ ସମସ୍ତେ ଆମେ ପଢିଥିବ ୟୁରୋପିଆନ ପଲିଟିକାଲ ଥିଓରି ବା ଥଟ୍ ବା ଅରିଜିନ୍ ଅଫ ଷ୍ଟେଟ୍ ମହାଭାରତର ଶାନ୍ତି ପର୍ବରେ ଯଦି ଦେଖାଯିବ ଦେର୍ ଇଜ ଏ କନସେପ୍ଟ ନୋନ୍ ଆଜ୍ ମତ୍ସ୍ୟ ନ୍ୟାୟ ହ୍ୱାଟ ଇଜ ମତ୍ସ୍ୟ ନ୍ୟାୟ ତ ଆମେ ଯଦି ସଂସ୍କୃତ ତାକୁ ଅଧ୍ୟୟନ କରିବା ମହାଭାରତର ଶାନ୍ତି ପର୍ବ ମତ୍ସ୍ୟ ନ୍ୟାୟର ଅର୍ଥ ଯେ ଗୋଟେ ପୋଖରୀରେ ଦେର୍ ଆର୍ ବିଗ୍ ଫିସେସ୍ ଆଣ୍ଡ ସ୍ମଲ୍ ଫିସେସ୍ ବଡ ମାଛ ଅଛନ୍ତି ଛୋଟ ମାଛ ଅଛନ୍ତି ବଡ ମାଛ କଣ କରିବ ଛୋଟ ମାଛଟାକୁ ଖାଇଦବ that is the oppression of the small weaker sections by the stronger sections ତାର ଅର୍ଥ ହେଲା ଦୁର୍ବଳ ମାନଙ୍କ ଉପରେ ସବଳର ଅତ୍ୟାଚାର ଏବଂ ପ୍ରାଧାନ୍ୟ ଏଇ ବିଚାରଧାରାଟା ଆସିଯିବ ତ ଦିସ୍ ଇଜ ମତ୍ସ୍ୟ ନ୍ୟାୟ ଦିସ୍ ଇଜ ଇକ୍ୱାଲେଣ୍ଟ ଟୁ ସୋସିଆଲ କଣ୍ଟ୍ରାକ୍ଟ ଥିଓରି ତ ସାମାଜିକ ଚୁକ୍ତି ଯୋଉଟା ସାମାଜିକ ଚୁକ୍ତି ତତ୍ତ୍ୱ ରାଷ୍ଟ୍ର ଉତ୍ପତ୍ତିର ଆମେ ଶାନ୍ତି ପର୍ବରେ ଯୋଉଟା ୟୁରୋପରେ ହବ୍ସ ମଡର୍ନ ଥଟ୍ ଯୋଉଟା ତାର ବହୁ ପୂର୍ବରୁ ଆମେ ୟାର ଏକ ଝଲକ ପାଇଛୁ ଏକ୍ଜାକ୍ଟ ନହେଲେ ବି ଆମେ ମତ୍ସ୍ୟ ନ୍ୟାୟର ଅର୍ଥ ହେଲା
ଗୋଟେ ଆନାର୍କିକ ବା ଅରାଜକତା କଣ୍ଡିସନ ସୋସାଇଟିର ଅଛି, ଯୋଉଥିରେ ଅଥରିଟି ନାହିଁ, ଆଇନ ଶୃଙ୍ଖଳା ନାହିଁ, କ୍ଷମତା ନାହିଁ, କେହି କାହାକୁ ମାନୁନାହାନ୍ତି। ତେଣୁ ଲୋକମାନେ ଗୋଟେ ଯୋଉ ଉତ୍ପତ୍ତି ବା ମୁକ୍ତି ପାଇବା ପାଇଁ ସେମାନେ ରାଜତନ୍ତ୍ର ଉପରେ ଅରିଜିନ ଅଫ କିଙ୍ଗସିପ ଯୋଉଟା ବା ଅଥରିଟି ଯୋଉଟା କ୍ଷମତା ରାଜା ବା ରାଜନ ତା ଭିତରକୁ ପ୍ରବେଶ କରୁଛନ୍ତି ଏବଂ ସେଥିରେ ଲୋକ ଶୃଙ୍ଖଳିତ ହଉଛନ୍ତି ବା ଶାସିତ ହଉଛନ୍ତି ବା ଷ୍ଟେଟ ତିଆରି ହଉଛି, ଷ୍ଟେଟ ଗୋଟେ ଅର୍ଡର ପ୍ରତିଷ୍ଠା କରୁଛି, ଶୃଙ୍ଖଳା ପ୍ରତିଷ୍ଠା କରୁଛି। ତାର ଷ୍ଟେଟ କଣ? ଏଇ ତ ଶାନ୍ତି ପର୍ବରେ ଆମେ ଦେଖିଲେ ଅରିଜିନାଲ ଷ୍ଟେଟ ଷ୍ଟେଟ ପର୍ବ କଣ, ଷ୍ଟେଟ ଟା କଣ ନା ଶାନ୍ତି ପର୍ବରେ ଆମେ ଦେଖିବା ମହାଭାରତରେ ଷ୍ଟେଟ ତାର ଉପାଦାନ ଗୁଡିକ ପ୍ରଥମ ହେଲା ସ୍ୱାମୀନ, ଯୋଉଟା ମୁଁ ପ୍ରଥମେ କହିଲି, ତାର ତ ସଭେରିନ ସାର୍ବଭୌମତ୍ୱ ଯିଏ ରାଜା, ତାପରେ ହେଲା ଅମାତ୍ୟ ବା ଯୋଉଟା ଅଫିସିଆଲ ବା ଯିଏ ରାଜ୍ୟକୁ ପରିଚାଳନା କରିବେ ଅଧିକାରୀ, ତାପରେ ହେଲା ଜନପଦ ବା ଗାଁ ବା ଟେରିଟୋରି ଭୂଖଣ୍ଡ ଆମେ ମଡର୍ନ ପଲିଟିକାଲ ଟର୍ମରେ କହିପାରିବା। ଆଉ କଣ ଅଛି ଦୁର୍ଗ, ଏଇଟା ଏକ୍ଜାକ୍ଟଲି ଅର୍ଥଶାସ୍ତ୍ରରେ ପରବର୍ତ୍ତୀ ପର୍ଯ୍ୟାୟରେ ଲେଖିଛନ୍ତି ଯୋଉ ମହାଭାରତ ଶାନ୍ତି ପର୍ବର ପରବର୍ତ୍ତୀ ପର୍ଯ୍ୟାୟରେ କିଏ କୌଟିଲ୍ୟ ବା ଚାଣକ୍ୟ। ଦୁର୍ଗ ହେଲା ଫର୍ଟ, ସେଟା ରାଜଧାନୀ। ରାଜଧାନୀରେ କଣ ହଉଛି ନା ସେଠି ପୁରା ଆମେ ଯୋଉ ବାରବାଟୀ ଦୁର୍ଗ କହୁଛନ୍ତି ବା ବିଭିନ୍ନ ଦୁର୍ଗ ଭାରତ ବର୍ଷରେ ଯୋଉ ଦେଖିଛନ୍ତି ପ୍ରାଚୀନ ଯୁଗରେ ଇଭେନ ମଧ୍ୟ ଯୁଗରେ, ଦୁର୍ଗଟା ହେଲା ରାଜଧାନୀ, ସେଟା ପ୍ରୋଟେକ୍ଟେଡ ହେଇଛି। ତା ଚାରିକଡରେ ଗୋଟେ ୱାର୍ଡ ଦେଖିଥିବ, ୟୁ ହାଭ ହାର୍ଡ ଦି ନେମ୍ ଗଡଖାଇ। ଗଡଖାଇ ଦେଖୁଛ ବାରବାଟୀରେ କଣ ଗୋଟେ ନାଳ ଖୋଳା ହେଇଛି, ସେଠିକି ରାସ୍ତା ନାହିଁ, ଶତ୍ରୁ ପକ୍ଷ ଯାଇପାରିବ ନାହିଁ। ସେଠି କୁମ୍ଭୀର ଅଛି, ସାପ ଅଛି ବା ଅଲଗା ଜିନିଷ ଅଛନ୍ତି ଯୋଉଟା ପ୍ରୋଟେକ୍ଟ କରୁଛି ରାଜ୍ୟର ରାଜଧାନୀ ବା ଦୁର୍ଗଟାକୁ। ତାପରେ କୋଷ, କୋଷ ହେଲା ଟ୍ରେଜରୀ ମାନେ ପଇସା ଯୋଉଠୁ ଅଛି। ତାପରେ ଆର୍ମି, ସୈନ୍ୟ ବା ଦଣ୍ଡ, ତା ଅର୍ଥ ନିଜର ସୁରକ୍ଷା ପାଇଁ ସେନାବାହିନୀ ରଖାଯାଉଛି। ତାପରେ ହେଲା ଆଲିଜ ବା ଫ୍ରେଣ୍ଡସ୍, ମିତ୍ର। ମିତ୍ର କଣ? ସେ ରାଷ୍ଟ୍ରର ମିତ୍ର ଶକ୍ତି କିଏ, ତାକୁ ନେଇକି ସେ ସୁରକ୍ଷିତ ରହିବ। ଏଇ କନସେପ୍ଟଟା ଆମେ ମହାଭାରତର ଶାନ୍ତି ପର୍ବରେ ପାଇବା। ତ ଆମେ ଷ୍ଟେଟ କେମିତି ଜନ୍ମ ହେଲା ମତ୍ସ୍ୟ ନ୍ୟାୟ ଜାଣିଲେ ଏବଂ ଷ୍ଟେଟର ଉପାଦାନ ଜାଣିଲେ। ତେଣୁ ଏଇଟା ସବୁ ନ୍ୟାଚୁରାଲ କନଷ୍ଟିଟ୍ୟୁଏଣ୍ଟ ବା ସେ ବିଚାର କରାହଉଛି ଯେ ରାଷ୍ଟ୍ରରେ ଏଗୁଡିକ ସ୍ୱାଭାବିକ ଉପାଦାନ। ତେଣୁ ରାଷ୍ଟ୍ରଟା ତାର ଯୋଉ ଜନ୍ମ ହେଲା ତାର ଏଇଗୁଡିକ ଉପାଦାନକୁ ନେଇ ଗଠିତ ହେଲା। ତ ସ୍ୱାମୀନ ଯେ କିଙ୍ଗ ରାଜା, ରାଜା ସେଠି ଅମାତ୍ୟ ମାନଙ୍କୁ ନେଇକି ବା ମନ୍ତ୍ରୀ ପରିଷଦ ନେଇକି ଅର୍ଥ ପରିଚାଳନା କରିକି କୋଷ ମାଧ୍ୟମରେ ଏବଂ ସୁରକ୍ଷା ଦୁର୍ଗ ମାଧ୍ୟମରେ ଦଣ୍ଡ ବା ସେନାବାହିନୀ ମାଧ୍ୟମରେ ସେମାନେ ଶାସନ କରୁଛନ୍ତି। ତେଣୁ ଇଏ ମନୁସ୍ମୃତିରେ ମଧ୍ୟ ତା ପରବର୍ତ୍ତୀ ପର୍ଯ୍ୟାୟରେ ଇଏ ହେଲା ମହାଭାରତର ଶାନ୍ତି ପର୍ବର କଥା। ମନୁସ୍ମୃତି କଣ? ମନୁଙ୍କର ଯୋଉଟା ଜାଣିଛ ବହି, ସିଏ ଗୋଟେ ପଲିଟିକାଲ ଅଥରିଟି କଥା କହିଲେ। ମନୁ କଣ କହିଲେ ଯେ ଆବସେନ୍ସ ଅଫ ପଲିଟିକାଲ ଅଥରିଟି, ଯଦି ପଲିଟିକାଲ ଅଥରିଟି ନ ରହିଲା ତାହେଲେ ଗୋଟେ ଅରାଜକତା ସୃଷ୍ଟି ହବ, ସେଠି ବିଶୃଙ୍ଖଳା ସୃଷ୍ଟି ହବ, ଲୋକର ଧନ ଜୀବନ ସୁରକ୍ଷିତ ହବ ନାହିଁ। ତେଣୁ ରାଜାର ଦାୟିତ୍ୱ ହେଲା ଯେ ସେ ଜଷ୍ଟିସ ନ୍ୟାୟ ପ୍ରଦାନ କରିବ ଏବଂ ଗୋଟେ କନଫ୍ୟୁଜନ ଯେମିତି ନ ରହିବ, ତାକୁ କେମିତି ସାମାଜିକ ଶୃଙ୍ଖଳା ରହିବ। ଗୋଟେ କାଷ୍ଟ ସିଷ୍ଟମଟା ଇମର୍ଜ କଲା ଏବଂ ଅନ୍ୟମାନେ ନିଜ ନିଜ ଦାୟିତ୍ୱ ସମସ୍ତେ ସମ୍ଭାଳିବେ। ତେଣୁ କାଷ୍ଟ ଆଉ ପ୍ଲାଟୋର ଯୋଉଟା ଆଇଡିଆଲ ଷ୍ଟେଟ ଦେଖିବ, ପ୍ଲାଟୋର ଜଷ୍ଟିସ କଣ କହୁଛି ଯେ ସମସ୍ତେ ସମସ୍ତଙ୍କର ଦାୟିତ୍ୱ ପାଳନ କରିବେ। ତିନୋଟି କ୍ଲାସ, ସେଠି କ୍ଲାସ କଥା ସିଏ କହୁଛନ୍ତି, ଯିଏ ଶାସକ ଶ୍ରେଣୀ, ଯିଏ ଜେନେରାଲ ଲୋକ ପ୍ଲସ୍ ଯିଏ ସୁରକ୍ଷା ଦେବେ ବା ଆର୍ମି। ଏଠି ସେଭଳିଆ ଇଣ୍ଡିଆରେ ଚାରୋଟି ଯୋଉଟା ବର୍ଣ୍ଣ, ସେଥିରେ ଆମେ ଜାଣିଛ ମତେ ଚାରୋଟି ଯୋଉ କାଷ୍ଟ ସିଷ୍ଟମ ନିଜ ନିଜ ଦାୟିତ୍ୱ ପାଳନ କରିବେ, ତାଙ୍କର ସୀମା ସରଳିତ ରହିବେ। ଏଇ କନସେପ୍ଟଟା ଆମେ ଦେଖିଲେ ମନୁସ୍ମୃତିଙ୍କ ଇଏରେ। ତେଣୁ ମନୁ କଣ ଚାହୁଁଥିଲେ ନା ଗୋଟେ ସୋସିଆଲ ହାଇରାର୍କି ବା ସାମାଜିକ ଉଚ୍ଚ ନିଚ ଯୋଉ ଭେଦଭାବ ଯୋଉଟା ଜାତି ପ୍ରଥା ଆମେ କହୁଛନ୍ତି, ତାକୁ ନେଇକି ସେ କହୁଛନ୍ତି ଯେ ରାଜାଙ୍କର ଅଥରିଟିଟା ସେଠୁ ଆସୁଛି, ତେଣୁ ତାକୁ ସେ ଡିଷ୍ଟର୍ବ କରିବେ ନାହିଁ ଏବଂ ସିଏ ଶାସନ କରିବେ ସେଇ ଅନୁସାରେ। ଏବଂ ଯାହାଙ୍କର ଯାହା ଦାୟିତ୍ୱ, ବ୍ରାହ୍ମଣ ହଉ, କ୍ଷତ୍ରିୟ ହଉ, ଶୂଦ୍ର ହଉ, ବୈଶ୍ୟ ହଉ, ତେଣୁ ସମସ୍ତେ ସମସ୍ତଙ୍କ ଦାୟିତ୍ୱ ପାଳନ କରିବେ ଏବଂ ଆକୁ ନେଇକି ରାଷ୍ଟ୍ର ସୁରକ୍ଷିତ ହବ। ଇଏ ହେଲା ମନୁଙ୍କର କନସେପ୍ଟ। ଏବଂ ଯଦି ମନୁଙ୍କର ମନୁସ୍ମୃତି ଦେଖିବେ, ତା ଭିତରେ ଅନେକ କଥା ଗ୍ରହଣୀୟ ନୁହେଁ, ଯେମିତି ଜାତି ପ୍ରଥା, ନାରୀ ମାନଙ୍କର ଅଧିକାର ନାହିଁ, ନାରୀ ମାନେ ବେଦ ପଢିବେ ନାହିଁ। ସେ ଅଦର ପାର୍ଟକୁ ଛାଡ଼ିଦେଲେ ପଲିଟିକାଲ ପାର୍ଟଟାକୁ ଯଦି ଦେଖିବା,
ଯେ ପାୱାରଟା କେମିତି ଆସିବ ସେଇ କଥାଟା ୟାଙ୍କର ଭୂମିକା କଣ ହବ ରାଜାଙ୍କର ରାଜାଙ୍କର ଭୂମିକାରେ ସେ କଥା ସେ କହିଛନ୍ତି। ତ ମହାଭାରତ ଶାନ୍ତି ପର୍ବ ଯଦି ଦେଖିବେ ବହୁତ ଇମ୍ପୋର୍ଟାଣ୍ଟ କଥା ମଧ୍ୟ ତା ଭିତରେ ଅଛି। ୱାଇପିଂ ଦ ଟିୟର୍ସ ଅଫ୍ ଦି ଡିଷ୍ଟ୍ରେସ୍, ଦି ହେଲ୍ପଲେସ୍ and the old, inspiring them with joy, pursued joy, duty of the king। ତ ମହାଭାରତ ଶାନ୍ତି ପର୍ବରେ ଏ କଥା ଲେଖା ହେଇଛି ଯେ ଲୋକମାନଙ୍କ ଲୁହ ପୋଛିବା, ବୟସ୍କ ମାନଙ୍କର ଯତ୍ନ ନବା, ସମସ୍ତଙ୍କୁ ଖୁସି ଦବା, ଇଏ ହଉଛି ରାଜାର କର୍ତ୍ତବ୍ୟ।
ହଉଛି ନେଟୱାର୍କ ପାଇଁ କଟି ଯାଉଛି ନୁହେଁ କି? ଏନିୱେ ଆମେ କେତେ ଜଣ ଅଛେ କ୍ଲାସରେ ତମେ? ହ୍ୟାଲୋ, କେତେ ପିଲା ଅଛ? ଦେଖାଉନି, ମୁଁ ଜାଣିପାରୁନି। କେତେ ପିଲା ଅଛ? ହଉ, ତ ଏଥିରେ ଆମେ ଯଦି ଦେଖିବା ଯେ ଏଇଟା ନେଟୱାର୍କ ପ୍ରୋବ୍ଲେମ ହଉଛି, ମୋର କଟି ଯାଉଛି ମୁଁ ଯେହେତୁ ଏଠି ନାହିଁ। କୋଉଠି ଛାଡିଥିଲି? ହଁ, ଯୋଉ କଥା ଆମେ ମହାଭାରତର ଶାନ୍ତି ପର୍ବରେ କହୁଥିଲେ, ରାଜନର କର୍ତ୍ତବ୍ୟ କଣ ବା ରାଜାଙ୍କର କର୍ତ୍ତବ୍ୟ କଣ, ଯୋଉ ୱାଇପିଂ ଦ ଟିୟର୍ସ ଅଫ ଦି ଷ୍ଟେଟ୍, ଯେ ଦୁଃଖୀ ଲୋକ ତାର ଲୁହକୁ ଯଦି ପୋଛି ପାରିଲେ ବା ଆନନ୍ଦ ଦେଲେ ଏବଂ ବୟସ୍କ ଲୋକ ତାଙ୍କୁ କଲେ, ଏଇଟା ରାଜାଙ୍କର କର୍ତ୍ତବ୍ୟ ଅଛି। ତ ଆମେ ବିଭିନ୍ନ ଯୋଉମାନେ ଇଣ୍ଡିଆନ ପଲିଟିକାଲ ଥଟ୍ ଉପରେ ଲେଖିଛନ୍ତି ତାଙ୍କର ଯୋଉ ବିଶ୍ଳେଷଣ ଦେଖିବା, ଯେମିତି ଭିଆର ମେହେଟା କହୁଛନ୍ତି, ଇଟ୍ ଇଜ ଇଣ୍ଡିଏଡ ଆସ୍ଟାଉଣ୍ଡିଂ to know that every early in the development of Indian political thought, the ideas of decentralization, welfare state, public opinion are so clearly uh, spelled out. ତା ଅର୍ଥ ଭାରତର ରାଜନୈତିକ ବିଚାରଧାରାରେ ବା ରାଜନୈତିକ ତତ୍ତ୍ୱରେ ଦର୍ଶନରେ ଆମେ ଏଇ ଯୋଉ ଆଧୁନିକ କନସେପ୍ଟ ଗୁଡିକର ଗୋଟେ ସ୍ପଷ୍ଟ ପ୍ରତିଫଳନ ଦେଖିବା, ଯେମିତି ବିକେନ୍ଦ୍ରୀକରଣ କଥା ହଉ, ଜନମଙ୍ଗଳ କଥା ହଉ ବା ଜନମତ କଥା ହଉ, ଏ ସବୁ ଜିନିଷ ଅଛି। ଯେମିତି ରାଜାଙ୍କର ମୁଖ୍ୟ କାମ ହେଲା ଲୋକମାନଙ୍କ ଲୁହ ପୋଛିବା ବା ତାଙ୍କୁ ସୁଖ ଦେବା, ଏଇ କଥା କୁହାହଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଦେଖିବା ଅର୍ଥଶାସ୍ତ୍ର ଗୋଟେ ମେଜର ଟେକ୍ସଟ ଭାବରେ ଅଭ୍ୟୁଦୟ ହେଲା ଏବଂ ଅର୍ଥଶାସ୍ତ୍ର ଶୁଣାଉଛି ତମକୁ ତ? ହ୍ୟାଲୋ, Yes, sir. Yes, sir. Yes, sir. Yes, sir. ଭେରି ଗୁଡ୍। ସୋ ଅର୍ଥଶାସ୍ତ୍ର ଯୋଉଟା କୌଟିଲ୍ୟଙ୍କର ଆମେ ଜାଣିଛନ୍ତି, ସେଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଟେକ୍ସଟ କେବଳ ଇଣ୍ଡିଆନ ପଲିଟିକାଲ ଥଟ୍ ନୁହେଁ, ସମଗ୍ର ବିଶ୍ୱର ପଲିଟିକାଲ ଥଟ୍ରେ, ଏବଂ ସେଥିରେ ବହୁତ ପରିପକ୍ୱ କଥା ଆମେ ଦେଖିଛନ୍ତି ଏବଂ ତାର ଯୋଉ ମେଥଡୋଲୋଜି ବହୁତ ବିଜ୍ଞାନ ଭିତ୍ତିକ ବା ପ୍ରାସଙ୍ଗିକ ଅଛି। ତେଣୁ ଲାଷ୍ଟ ୱାର୍ଡ କିଙ୍ଗ କି ଅଖଣ୍ଡ କ୍ଷମତା ଦିଆହେଇଛି ଅର୍ଥଶାସ୍ତ୍ରରେ। ତାପରେ ଯଦି ଆମେ ଦେଖିବା ଯେ ଅର୍ଥଶାସ୍ତ୍ରରେ କିଙ୍ଗ ର ରୋଲ ଯୋଉଟା ହବ ତାକୁ କେମିତି ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଇଭେନ କିଙ୍ଗଙ୍କର ସିକ୍ୟୁରିଟି ବା ତାଙ୍କ ପ୍ରତି ଥିବା ବିପଦ, ଜୀବନ ପ୍ରତି ବିପଦ, ତାର କେମିତି ସୁରକ୍ଷା କରାଯାଇପାରେ ତା ଉପରେ ବିସ୍ତୃତ ବର୍ଣ୍ଣନା ହେଇଛି। ସେଭଳିଆ ଯୋଉଟା ଲ, ସିଭିଲ ଲ ବିଶେଷ କରିକି ତାର କେମିତି କାର୍ଯ୍ୟକାରୀ କରାଯାଇପାରିବ ତା ଉପରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ତ କୌଟିଲ୍ୟ ଅତି ଡିଟେଲରେ ସବୁ ଗୁଡିକ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଏବଂ ଲୋକମାନେ ସ୍ୱାର୍ଥପର ତାକୁ କେମିତି ଅଟକା ଯାଇପାରିବ ଏବଂ ଲାଞ୍ଚ ଦେବା, ଦୁର୍ନୀତି ଗୋଟେ ପ୍ରଶାସନରେ ମୁଖ୍ୟ ଅଂଶ, ୟାକୁ କେମିତି ଚେକମେଟ ଦିଆଯାଇ ପାରିବ ସେ କଥା ସେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଯୋଉଟା ଆମେ ଧର୍ମ ବୋଲି ସେ କହୁଛନ୍ତି। ସେ କହୁଛନ୍ତି ଯେ ଲୋକମାନଙ୍କର, ନାଗରିକ ମାନଙ୍କର ଜୀବନ ଏବଂ ଧନର ସୁରକ୍ଷା, ଯୋଉ କଥା ଅଲରେଡି କହୁଥିଲେ ମଡର୍ଣ୍ଣ ଟର୍ମରେ ଜନ୍ ଲକ୍ କହିଲେ ରାଇଟ ଟୁ ଲାଇଫ, ଲିବର୍ଟି ଆଣ୍ଡ ପ୍ରପର୍ଟି। କମ୍ପାରେଟିଭ ପର୍ସପେକ୍ଟିଭ ଅଧ୍ୟୟନ କରିବା, ତା ଅର୍ଥ ଆଧୁନିକ ସମୟରେ ଯେତେବେଳେ ଶିଳ୍ପର ଆରମ୍ଭ ହେଲା, ପୁଞ୍ଜିବାଦର ଆରମ୍ଭ ହେଲା, ସେତେବେଳେ ଜନ୍ ଲକ୍ ତିନୋଟି ଅଧିକାର କଥା କହିଲେ, ଯୋଉ ଅଧିକାରକୁ ସେ କହିଲେ ଏଇଟା ନେଚୁରାଲ ରାଇଟ ବା ପ୍ରାକୃତିକ ଅଧିକାର ବା ସ୍ୱାଭାବିକ ଅଧିକାର, ଏବଂ ସେଥିରେ ସର୍ବାଧିକ ଗୁରୁତ୍ୱ ସେ ରାଇଟ ଟୁ ପ୍ରପର୍ଟି ଉପରେ ଦେଲେ, ସମ୍ପତ୍ତିଗତ ଅଧିକାର। ତାକୁ ମଡର୍ଣ୍ଣ ଆନାଲିସିସରେ ଆମେ ଯଦି ବିଶ୍ଳେଷଣ କରିବା, ଆମେ କୁହନ୍ତି ଯେ ପୁଞ୍ଜିବାଦର ଯେହେତୁ ଅଭିଯୋଗ ହଉଛି, ପୁଞ୍ଜିପତି ଶ୍ରେଣୀ ଯିଏ ତାର ସମ୍ପତ୍ତିଗତ ଅଧିକାରକୁ ସୁରକ୍ଷା ଦେବା ପାଇଁ, ତାକୁ ଡିଫାଇନ କରିବା ପାଇଁ, ତାର ପରିସରକୁ ପରିବ୍ୟାପ୍ତ କରିବା ପାଇଁ ଇଏ ହଉଛି କାମ ଥିଲା କାର ଜନ୍ ଲକ୍ଙ୍କର। କିନ୍ତୁ ଯଦି ଆମେ ତୁଳନା କରିବା, ବହୁ ଆଗରୁ ଆମେ ଦେଖିପାରିବା ଇଏ ହଉଛନ୍ତି କିଏ? କୌଟିଲ୍ୟ, ଯିଏ ଏଇ କଥାଟାକୁ ତାଙ୍କର ଅର୍ଥଶାସ୍ତ୍ରରେ ମୌଳିକ କଥା ବୋଲି କହିଛନ୍ତି ଏବଂ ସେ କହିଛନ୍ତି ରାଜାଙ୍କର ଏଇଟା ବେସିକ କର୍ତ୍ତବ୍ୟ, ତାଙ୍କର ଏଇଟା ଧର୍ମ ଯେ ଲୋକମାନଙ୍କର ଧନ ଜୀବନର ସୁରକ୍ଷା, ଲାଇଫ ଆଣ୍ଡ ପ୍ରପର୍ଟି, ଧନ ଜୀବନର ଯୋଉଟା ମୁଁ କହିଲି ଲକ୍ ରହୁଛି ଲିବର୍ଟି, ପ୍ରପର୍ଟି ଆଣ୍ଡ ଲାଇଫ, ରାଇଟ ଟୁ ଲାଇଫ, ଲିବର୍ଟି ଆଣ୍ଡ ପ୍ରପର୍ଟି। ତା ଅର୍ଥ ଏଠି ଲିବର୍ଟି କଥା ତ ଆସିବନି ପ୍ରାଚୀନ ଯୁଗରେ, ତେଣୁ ଲାଇଫ, ଜୀବନର ସୁରକ୍ଷା ରାଜାଙ୍କର ଦେବା ବା ରାଷ୍ଟ୍ରର କର୍ତ୍ତବ୍ୟ ଏବଂ ସମ୍ପତ୍ତିର ସୁରକ୍ଷା ଦେବା ତାଙ୍କର କର୍ତ୍ତବ୍ୟ। ଏଇଟା ହଉଛି ରାଜାଙ୍କର ଗୋଟେ ବେସିକ ଡ୍ୟୁଟି। ଏବଂ ସେଥିରେ ଗୋଟେ ଆମେ ଯୋଉ ଫରେନ ପଲିସି କଥା ପଢୁଛନ୍ତି ଆଧୁନିକ ଯୁଗରେ,
ସମସ୍ତଙ୍କର ଧାରଣା ହଉଛି ଫରେନ୍ ପଲିସିଟା ଗୋଟେ ମଡର୍ଣ୍ଣ କନସେପ୍ଟ, ଅତୀତରେ ନଥିଲା। ଆଧୁନିକ ଯୁଗ ସମୟରେ 1648 ମସିହାରେ ଟ୍ରିଟି ଅଫ ୱେଷ୍ଟଫାଲିଆ ଚୁକ୍ତିରେ ସାର୍ବଭୌମ ରାଷ୍ଟ୍ର କନସେପ୍ଟର ଜନ୍ମ। ସେଇଠୁ ଆସିଲା ମଡର୍ଣ୍ଣ ଗ୍ଲୋବାଲ ସିଷ୍ଟମ ବା ସଭରିନ୍ ନେସନ ଷ୍ଟେଟ ସିଷ୍ଟମ, ଆଧୁନିକ ରାଷ୍ଟ୍ର ବା ସାର୍ବଭୌମ ରାଷ୍ଟ୍ର ବ୍ୟବସ୍ଥା, ଯୋଉଥିରେ ଆଧୁନିକ ରାଷ୍ଟ୍ରମାନେ ସାର୍ବଭୌମ ରାଷ୍ଟ୍ରମାନେ ପରସ୍ପର ସହିତ ସମ୍ପର୍କରେ ଯୋଡି ହୁଅନ୍ତି। ସମ୍ପର୍କ ଭଲ ହେଇପାରେ ବା ଖରାପ ହେଇପାରେ, ଆମେ ତ ଗ୍ଲୋବାଲ ପ୍ୟାଟର୍ନରେ ଗୋଟେ ଗ୍ଲୋବାଲ ଅର୍ଡର ବୋଲି କହୁ। କିନ୍ତୁ ଲଙ୍ଗ ବିଫୋର ଦ୍ୟାଟ, ତାର 1648ର ବହୁ ପୂର୍ବରୁ ପ୍ରାଚୀନ ଯୁଗରେ ଏ ଯୋଉ କୌଟିଲ୍ୟ ଲେଖିଲେ ଫରେନ୍ ପଲିସି ସମ୍ପର୍କରେ, କଣ ଲେଖିଲେ ଯେ ୟୁ ହାଭ ଏଭ୍ରି ଷ୍ଟେଟ, ତା ଅର୍ଥ ପ୍ରତ୍ୟେକ ରାଷ୍ଟ୍ରର ଗୋଟେ ଫ୍ରେଣ୍ଡଲି ହଷ୍ଟାଇଲ ନେବର ଅଛନ୍ତି, ମାନେ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ର ଥାନ୍ତି, ପଡୋଶୀ ଏ ଯୋଉ ଶତ୍ରୁ ରାଷ୍ଟ୍ର ଥାନ୍ତି। ତା ଅର୍ଥ ସେ କହୁଛନ୍ତି ଏନିମିଜ ଫ୍ରେଣ୍ଡ, ଯଦି ତମର ପଡୋଶୀ ରାଷ୍ଟ୍ର ତମଠୁ ଶତ୍ରୁ, ତାହେଲେ ତାର ଯିଏ ଶତ୍ରୁ ସିଏ ତମର ବନ୍ଧୁ। ତାର ତ ଫରେନ୍ ପଲିସିର ମୂଳ ମଞ୍ଜି କଥାଟା ଯୋଉଟା ରିଏଲିଷ୍ଟ ଥିଓରିରେ ଅଛି, ଯେ ଜାତୀୟ ସ୍ୱାର୍ଥ ପାଇଁ ତମେ କାମ କରିବ, ନ୍ୟାସନାଲ ଇଣ୍ଟରେଷ୍ଟ ପାୱାର ପାଇଁ କାମ କରିବ। ତ ଏଇଠି ପ୍ରତ୍ୟେକ ରାଷ୍ଟ୍ର ତାର ପାୱାରକୁ ବଢେଇବା ପାଇଁ, ତାକୁ ନିଜକୁ ସୁରକ୍ଷିତ କରିବା ପାଇଁ, ଶତ୍ରୁ ପକ୍ଷକୁ ପରାସ୍ତ କରିବା ପାଇଁ ସେ କଣ କରିବ, ବନ୍ଧୁ ରାଷ୍ଟ୍ର ଖୋଜିବ, ଫ୍ରେଣ୍ଡ ରିଲେସନ ଖୋଜିବ। ବର୍ତ୍ତମାନ ଯଦି ମଡର୍ଣ୍ଣ ଏକ୍ସାମ୍ପଲ ଆମେ ଦେଖିବା, ଯେ when China and we met, or China, Russia and India, they are coming closer together। ବର୍ତ୍ତମାନ ଆମେ ରଷିଆ, ଇଣ୍ଡିଆ, ଚାଇନା ନିକଟତର ହଉଛନ୍ତି। କାହିଁ ହଉଛନ୍ତି ନା ଆମକୁ ଟାରିଫ ଆକ୍ରମଣ କିଏ କରୁଛି, ପୁଟିନ କରୁଛି, ସରି ଟ୍ରମ୍ପ କରୁଛି, ତେଣୁ ଆମେ ମିଶୁଛନ୍ତି। ତା ଅର୍ଥ ଏଇ ତିନିଟାକୁ ଆମେ ବନ୍ଧୁ ରାଷ୍ଟ୍ର ଭାବିକି ପରସ୍ପର ସହଯୋଗ କରୁଛନ୍ତି। ତେଣୁ ଏନିମିଜ ଫ୍ରେଣ୍ଡ। ତେଣୁ ଚାଇନାର ଆମେରିକାର ଝଗଡା ହଉଛି, ଚାଇନା ଯେହେତୁ ଆମେରିକାର ଶତ୍ରୁ, ଆମେରିକା ଆମର ଶତ୍ରୁ, ତେଣୁ ଏନିମି। ଆମର ଏନିମି ହେଲା ଧର ଆମେରିକା ଆମ ଉପରେ ଟାରିଫ ବସଉଛି, ଆମେରିକାର ଏନିମି ହେଲା ଚାଇନା, ତେଣୁ ଆମର ଫ୍ରେଣ୍ଡ ହେଲା। ଯଦିଓ ଆମର ପାର୍ଥକ୍ୟ ଅଛି, ଆମର ଆଗରୁ ଝଗଡା ହେଇଛି, ଗଲୱାନ କ୍ରାଇସିସ ହେଲା, ଆମେ ବର୍ତ୍ତମାନ ମିଶୁଛନ୍ତି। ତ ସେମ କନସେପ୍ଟଟା କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ଅଛି, ଏନିମିଜ ଫ୍ରେଣ୍ଡ। ଶତ୍ରୁର ଶତ୍ରୁ ହଉଛି ଆମର ମିତ୍ର। ତେଣୁ ଫ୍ରେଣ୍ଡଲି ରିଲେସନ ରଖିବାକୁ ପଡିବ ଅଲଗା ରାଷ୍ଟ୍ରଙ୍କ ସହିତ, ଯିଏ ଆମକୁ ସୁରକ୍ଷା ଦେବେ ଏବଂ ତାକୁ ଦେଶର ସ୍ୱାର୍ଥକୁ ବା ଦେଶର କ୍ଷମତାକୁ ସୁରକ୍ଷିତ ରଖିପାରିବ। ତେଣୁ ରାଜା କଣ କରିବ ନା ଗୁଇନ୍ଦା ମାନଙ୍କ ମାଧ୍ୟମରେ ବାହାରର ଘଟଣା, ଏକ୍ସଟର୍ନାଲ ଡେଭଲପମେଣ୍ଟ, ଇଣ୍ଟରନାଲ ଡେଭଲପମେଣ୍ଟରେ ନଜର ରଖିବ। ତେଣୁ ୱେଲଫେୟାର ଷ୍ଟେଟ କନସେପ୍ଟଟା ସେ କହୁଛନ୍ତି ଅର୍ଥଶାସ୍ତ୍ରରେ, କଣ ସେଟା ନା କୃଷକ ମାନଙ୍କୁ ସୁରକ୍ଷିତ ରଖିବ, ଯୋଉମାନେ ଦୁର୍ବଳ ଅର୍ଫାନ ତାଙ୍କୁ ସୁରକ୍ଷିତ ରଖିବ, ଯୋଉମାନେ ବୟସ୍କ ଲୋକ ବା ସାହାଯ୍ୟ ନାହିଁ ତାଙ୍କର ଦରିଦ୍ର ଲୋକ ତାଙ୍କୁ ସୁରକ୍ଷିତ ରଖିବ। ତାର ତ ସୋସିଆଲ ୱେଲଫେୟାର କନସେପ୍ଟଟା ଆମେ ଅର୍ଥଶାସ୍ତ୍ରରେ ପାଇବା। ବର୍ତ୍ତମାନ ଯେମିତି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଏଟା ଗୋଟେ ରାଷ୍ଟ୍ରର ସୁରକ୍ଷା ବ୍ୟବସ୍ଥା ଏଇ ଦୁର୍ବଳ ଶ୍ରେଣୀର ଲୋକ ପାଇଁ। ସେତେବେଳେ କୌଟିଲ୍ୟ ମଧ୍ୟ କହୁଛନ୍ତି, ଯଦି ହ୍ୟୁଜ ଚେଞ୍ଜ ହେଇଛି, ଆମେ କହିବାନି ଯେ କୌଟିଲ୍ୟ ଯାହା କରୁଥିଲେ ଆମେ ବର୍ତ୍ତମାନ ସେୟା କରୁଛୁ, ନୋ, ମଡର୍ଣ୍ଣ ଷ୍ଟେଟରେ ଆମେ ବହୁତ ନୂଆ କଥା କରୁଛୁ। କିନ୍ତୁ ଏଇ ଯୋଉ କନସେପ୍ଟ ଅଫ ୱେଲଫେୟାର ଷ୍ଟେଟ, ଜନମଙ୍ଗଳ କଥା ବା ଦୁର୍ବଳ ଶ୍ରେଣୀକୁ ସୁରକ୍ଷିତ ଦେବାର କଥା କୌଟିଲ୍ୟ ବିସ୍ତୃତ ଭାବରେ ତାଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି, which is equivalent to the modern state or modern welfare state। ତେଣୁ ରାଜାଙ୍କର କର୍ତ୍ତବ୍ୟ କଣ, ରାଜାଙ୍କର କର୍ତ୍ତବ୍ୟକୁ ସେ ନିରଙ୍କୁଶ କରୁନାହାନ୍ତି। କୌଟିଲ୍ୟ କହିନାହାନ୍ତି ଯେ ରାଜା ଯାହା ଚାହିଁବେ ସେୟା କରିବେ, ଏକଛତ୍ରବାଦ କରିପାରିବେ, ଯାହା ଚାହିଁବେ ଦଣ୍ଡ ଦେବେ, ସେମିତି ନାହିଁ। ହି ହାଜ ଡେଭଲପଡ ଏ ପ୍ରିନ୍ସିପଲ, ଗୋଟେ ନୀତି ନିର୍ଦ୍ଧାରଣ କରିଛନ୍ତି ଯେ ଯୋଉଟା ତାଙ୍କ ପାଇଁ ମାନେ ତାଙ୍କୁ ସନ୍ତୁଷ୍ଟ କରୁଛି ସେଟାକୁ ସେ କରିବେନି, ଯୋଉଟା ତାଙ୍କର କଣ ମାନେ ପ୍ରଜା ମାନଙ୍କୁ ସନ୍ତୁଷ୍ଟ କରୁଛି ତାହା ସେ କରିବେ। ତା ଅର୍ଥ ରାଜା ନିଜ ମନ ଇଚ୍ଛା କୌଣସି କାର୍ଯ୍ୟ କରିବେ ନାହିଁ, ନିଜର ଇଗୋ ଅନୁସାରେ, ଅହଂ ଭାବ ବା ନିଜର ସନ୍ତୁଷ୍ଟ ଅନୁସାରେ, ପ୍ଲେଜର ଅନୁସାରେ ସିଏ କାମ ଏମିତି କରିବେ ଯୋଉଟା ପ୍ରଜା ମାନଙ୍କୁ ସନ୍ତୁଷ୍ଟ କରିବ, ପ୍ରଜା ମାନଙ୍କର ମଙ୍ଗଳ ହବ, ପ୍ରଜା ମାନଙ୍କର ଦୁଃଖ ଲାଘବ ହବ ବା ପ୍ରଜା ମାନଙ୍କର ଆବଶ୍ୟକତାକୁ ପୂରଣ କରିବ। ସେ କୃଷି କ୍ଷେତ୍ରରେ ହଉ ବା ଅଲଗା ଯେକୌଣସି ସେବା କ୍ଷେତ୍ରରେ ହଉ ବା ସୁରକ୍ଷା କ୍ଷେତ୍ରରେ ହଉ, ଯେକୌଣସି କ୍ଷେତ୍ରରେ। ତ ଅଲ୍ଟିମେଟ ଏମ୍ ଅଫ ଦି କିଙ୍ଗ ଇଜ ଟୁ ସର୍ଭ ଦ ନିଡ୍ସ ଅଫ ଇଟ୍ସ ସିଟିଜେନ୍ସ। ସିଟିଜେନ କନସେପ୍ଟ ସେଠି ନଥିଲା, ଆମେ ତ କହୁଛନ୍ତି କଣ ପ୍ରଜା, ନାଗରିକ କନସେପ୍ଟ ନଥିଲା, ଆଧୁନିକ ଷ୍ଟେଟ ନୁହେଁ, ଅଧିକାର ନାହିଁ, ସମ୍ବିଧାନ ନାହିଁ। କିନ୍ତୁ ତା ସତ୍ତ୍ୱେ କୌଟିଲ୍ୟ ଏଇ କଥାଟି କହୁଛନ୍ତି ଯେ ଲୋକଙ୍କ ମଙ୍ଗଳ ପାଇଁ ସେ କାମ କରିବେ। ତ କୌଟିଲ୍ୟ କଣ କହୁଛନ୍ତି ନା ଇନ ଦ ହାପିନେସ ଅଫ ହିଜ ସବଜେକ୍ଟସ ଲାଇଜ ଦ ହାପିନେସ ଅଫ ଏ କିଙ୍ଗ, ଇନ ଦର ୱେଲଫେୟାର ହିଜ ୱେଲଫେୟାର। ଲୋକଙ୍କ ମଙ୍ଗଳରେ, ଲୋକମାନେ ଯୋଉ ପ୍ରଜାଙ୍କ ମଙ୍ଗଳରେ ରାଜାଙ୍କର ମଙ୍ଗଳ, ପ୍ରଜାଙ୍କ ୱେଲଫେୟାରରେ ରାଜାଙ୍କର ୱେଲଫେୟାର, ଯୋଉଟା ଆମେ
ଆସି କଟିଯିବ। କଲ୍ ଆସିଲେ କଟିଯିବ କି ନା କଟିନି ଅଛି? ହଉ। ତେଣୁ ଇଏ ହେଲା କାର କୌଟିଲ୍ୟଙ୍କର ଆମେ ମୌଳିକ ତତ୍ତ୍ୱଟି ଦେଖିଲେ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପିଲାର ହଉଛି ତାଙ୍କ ପଲିଟିକାଲ ଥଟ୍ ର କଣ ବା ପଲିଟିକାଲ ଟ୍ରାଡିସନ ଦଣ୍ଡ। ଦଣ୍ଡ ମାନେ କଣ? ପନିଶମେଣ୍ଟ। ପନିଶମେଣ୍ଟ କାହାକୁ ଦିଆଯିବ, କିଏ ଡିଟରମିନ କରିବ, କିଏ ଦେଇପାରିବ? ରାଜା ଦେଇପାରିବେ, ରାଷ୍ଟ୍ର ବ୍ୟବସ୍ଥା ଦେଇପାରିବ। ତେଣୁ ତା ଅର୍ଥ ଏଟା ଶୃଙ୍ଖଳା ଦରକାର। ବିନା ମନ ଇଚ୍ଛା ଯିଏ ଯାକୁ ପାରି ଦଣ୍ଡ ଦବ ସେ କଥା ନୁହେଁ। ତା ପାଇଁ କିଛି ନର୍ମସ ଅଛି, ନିୟମ ଅଛି, ଯୋଉଟା ଆମେ ଲ କହୁଛନ୍ତି। ଏଇଟା କଣ ହବ ନା ଯୋଉ ପାରମ୍ପରିକ ଆଇନ ପ୍ରଥା ଅଛି ଏବଂ ଆଇନ ବ୍ୟବସ୍ଥା ଯାହା ଅଛି ସେଥିରେ ଯେକୌଣସି ବ୍ୟକ୍ତି ଦେଇପାରିବ ନାହିଁ। ଯୋଉମାନେ ରାଷ୍ଟ୍ରର ଅଧିକୃତ ଅଧିକାରୀ ବା ରାଷ୍ଟ୍ର ତରଫରୁ କାମ କରୁଛନ୍ତି ସେ ଦେଇପାରିବେ। ଫାଇନାଲ ଅଥରିଟି କିଙ୍ଗ। ତ କୋଟିଲିଆନ ଷ୍ଟେଟ ରେ କିଙ୍ଗ ଇଜ ଦ ଏକ୍ଜିକ୍ୟୁଟିଭ, କିଙ୍ଗ ଇଜ ଦ ଲେଜିସ୍ଲେଚର, କିଙ୍ଗ ଇଜ ଦ ଜୁଡିସିଆରୀ। ଦ୍ୟାଟ ଇଜ ଅବଭିୟସ, କାରଣ ସେତେବେଳେ ତ ସେପାରେସନ ଅଫ ପାୱାର ଆସିନି, ଫ୍ରେଞ୍ଚ ରିଭଲ୍ୟୁସନ ହେଇନି ବା ମଣ୍ଟେସ୍କୁ ଆସିନାହାନ୍ତି। ତେଣୁ ସବୁ ପୃଥିବୀର ସମସ୍ତ ମୋନାର୍କିକାଲ ଷ୍ଟେଟରେ ରାଜତନ୍ତ୍ର ବ୍ୟବସ୍ଥାରେ କିଙ୍ଗ ହଉଛନ୍ତି ସୋର୍ସ ଅଫ ଅଲ୍ ପାୱାର। ସମସ୍ତ କ୍ଷେତ୍ରର କ୍ଷମତାର ଉତ୍ସ ହଉଛନ୍ତି ରାଜା ଏବଂ ସୋର୍ସ ଅଫ ଅଲ୍ କାଇଣ୍ଡସ ଅଫ ପନିଶମେଣ୍ଟ ଆଣ୍ଡ ଅଲ୍ କାଇଣ୍ଡସ ଅଫ ଜଷ୍ଟିସ। ସମସ୍ତ ସରି ଗୋଟେ ସେକେଣ୍ଡ। ସମସ୍ତ କ୍ଷମତାର ସେ ହଉଛନ୍ତି ଅଧିକାରୀ। ତେଣୁ ସିଏ ସେଇଟା କହୁଛନ୍ତି ଯେ ମନ ଇଚ୍ଛା ସେ ଦେଇପାରିବେନି, ଯୋଉଟା ପରମ୍ପରା ଅଛି ଯୋଉଟା ଯାହା ସେଇଥିରେ ସେ କରିପାରିବେ। ଡିଷ୍ଟର୍ବାନ୍ସ ହଉଛି। ତେଣୁ ଇଏ ଯୋଉ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ କୋଟିଲିଆନ ଷ୍ଟେଟ କଥା ଆଲୋଚନା କଲେ, କୋଟିଲିଆନ ଷ୍ଟେଟ ପରେ ଆମେ ବୁଦ୍ଧିଷ୍ଟ ଲିଟରେଚର ପାଇବା। ଯୋଉ କଥା ମୁଁ କହୁଥିଲି ଯେ ପନିଶ ଦ ଗିଲ୍ଟି। ଯିଏ କୋଟିଲିଆନ ଷ୍ଟେଟ ହେଲା ଯିଏ ଦୋଷୀ ସିଏ ଦଣ୍ଡ ପାଉ। ୱାନ୍ ଇଜ ଗିଲ୍ଟି ହି ସୁଡ୍ ବି ପନିଶ୍ଡ, ଅବଭିୟସ। କିନ୍ତୁ ଯିଏ ନିର୍ଦ୍ଦୋଷୀ, ଏଇଟା ମୂଳରୁ ଆଧୁନିକ ଆଇନରେ ବି ସେୟା ଅଛି, ଯିଏ ନିର୍ଦ୍ଦୋଷୀ ସିଏ ଦଣ୍ଡ ନ ପାଉ। ମାନେ ଭୁଲରେ ବି ଗୋଟେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ, ଏ କନସେପ୍ଟର ଅର୍ଥ ହେଲା ସେୟା। ଗୋଟେ ସେକେଣ୍ଡ। ତ ବୁଦ୍ଧିଷ୍ଟ ଲିଟରେଚର ଆମେ ଦେଖିବା ବର୍ତ୍ତମାନ ଏଟା ବୁଦ୍ଧିଷ୍ଟ ଲିଟରେଚରରେ କଣ ଆସିଲା। ଏ ତ କୋଟିଲିଆନ କଥା କୁହାଗଲା। କୋଟିଲିଆନରେ ଆମେ ଦେଖିଲେ ଏବଂ ଗିଲ୍ଟି ଯିଏ ସିଏ ଦଣ୍ଡ ପାଇବ, ଅନ୍ୟମାନେ ଦଣ୍ଡ ପାଇବେ ନାହିଁ, ପାଇବା ଉଚିତ ନୁହେଁ, ତାକୁ ରାଜା ଏନସିଓର କରିବା କଥା। ତ ବୁଦ୍ଧିଷ୍ଟରେ ଆମେ ଆସିବା ବର୍ତ୍ତମାନ ଆମେ ମନୁସ୍ମୃତି କଥା କହିଲେ, ମହାଭାରତ ଶାନ୍ତି ପର୍ବ କଥା କହିଲେ, କୌଟଲ୍ୟର ଅର୍ଥଶାସ୍ତ୍ର କହିଲେ। ତେଣୁ ବର୍ତ୍ତମାନ ବୁଦ୍ଧିଷ୍ଟ ବା ବୁଦ୍ଧ ବ୍ୟବସ୍ଥାରେ ବା ବୁଦ୍ଧଙ୍କର ସାହିତ୍ୟରେ ସେଥିରେ କଣ ଅଛି ଏଇ ଯୋଉ ରାଷ୍ଟ୍ର ବା ରାଜତନ୍ତ୍ର ବା ଆଇନ ବିଷୟରେ। ସେ କହୁଛନ୍ତି ଗୋଟେ ରାଜା ଲ ଅଫ ଟ୍ରୁଥ, ସତ୍ୟ ଅନୁସାରେ କଣ କରିବା ଦରକାର, ଶାସନ କରିବା ଦରକାର ବା ନ୍ୟାୟ ଅନୁସାରେ ଶାସନ କରିବା ଦରକାର। ତା ଅର୍ଥ ଏଠି ଗୋଟେ ରାଜାଙ୍କ ଉପରେ ଗୋଟେ ଅଙ୍କୁଶ ଲାଗିଗଲା, ରାଜା ମନ ଇଚ୍ଛା ଶାସନ କରିବେନି। ହି ସୁଡ୍ ବି ଗଭର୍ନ ବାଇ, ହି ସୁଡ୍ ବି କଣ୍ଟ୍ରୋଲ୍ଡ ବାଇ, ଲିମିଟେଡ୍ ବାଇ ଏ ରାଇଟିୟସନେସ୍ ବା ଟ୍ରୁଥ, ସତ୍ୟ ଏବଂ ଯୋଉଟା ଯୁକ୍ତିଯୁକ୍ତ ତା ଅନୁସାରେ କରିବା ଦରକାର। ସେ କୌଣସି ପ୍ରକାରର ଭୁଲ କାମକୁ ତା ରାଜ୍ୟରେ ପ୍ରଶୟ ଦେବା ଉଚିତ ନୁହେଁ ଏବଂ ତାଙ୍କର ଟାର୍ଗେଟ ହବା କଥା ଗରିବ ଲୋକ। ଗରିବ ଲୋକଙ୍କର ମଙ୍ଗଳ ପାଇଁ ସେ ସବୁବେଳେ କାମ କରିବା ଉଚିତ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କଥା ବୁଦ୍ଧ ଧର୍ମରେ ଆମେ ଦେଖିଲେ। ଏବଂ ଗୋଟେ ସେକେଣ୍ଡ।
ହୁଁ। ବୁଦ୍ଧ ଧର୍ମ ଟିକେ ଆଡଭାନ୍ସ କରିଛି ଯଦି ଆମେ ଦେଖିବା କୋଉ ଦୃଷ୍ଟିରୁ ଯେ ମୋରାଲିଟି ମୋରାଲିଟି କ୍ୱେଶ୍ଚନ ଉପରେ ବୁଦ୍ଧ ଧର୍ମ ବେଶୀ ଗୁରୁତ୍ୱ ଦେଇଛି ନୈତିକତା ପ୍ରଶ୍ନ ଉପରେ ଏବଂ ରାଜାଙ୍କୁ ଅଖଣ୍ଡ କ୍ଷମତା ଦେଇନାହିଁ। ସିଏ କହୁଛି ଯେ ଲୋକମାନଙ୍କର ସିଏ ହଉଛି ସେବକ ବା ଚୁଜନ ଲିଡର ଏବଂ ତାଙ୍କର ଗୁରୁ ଦାୟିତ୍ୱ ହେଲା ତା ନିଜ ଲୋକମାନଙ୍କୁ ସୁରକ୍ଷା ଦେବା ଏବଂ ଯୋଉମାନେ ଭୁଲ କାମ କରୁଛନ୍ତି ବେଆଇନ କାମ କରୁଛନ୍ତି ଅନୈତିକ କାମ କରୁଛନ୍ତି ତାଙ୍କୁ ଦଣ୍ଡିତ କରିବା। The Buddhist concept of the role of king or authority is circumscribed by questions of morality. ନୈତିକତାର ପ୍ରଶ୍ନ ବୁଦ୍ଧଙ୍କର ଏଇ ଯୋଉ ରାଜତନ୍ତ୍ର ବ୍ୟବସ୍ଥା ଉପରେ ଜଡିତ ଅଛି ଏଟା ଅଭିୟସ କାରଣ ବୁଦ୍ଧ ଯୋଉ ବ୍ୟବସ୍ଥାରେ ଆସିଲେ ତାଙ୍କର ଯୋଉ ଅ, ଭିକ୍ଷୁକ ମାନଙ୍କ ଦ୍ୱାରା ପ୍ରଚାର କଲେ ଏବଂ କର୍ତ୍ତବ୍ୟ କଣ ହବ ତା କଥା କଲେ ତ ବୁଦ୍ଧିଷ୍ଟ ଲିଟରେଚରରେ ଆମେ ଏଇ ଜିନିଷ ପାଇବା। ତାପରେ ଆମେ ଦେଖିବା ତିରୁଭାଲାର ଯୋଉଟା ପୁସ୍ତକ ଲେଖିଛନ୍ତି ତିରୁକୁରାଲ ଏଇଟା ମେନଲି ସେକେଣ୍ଡ ସେଞ୍ଚୁରୀରେ ଦ୍ୱିତୀୟ ଶତାବ୍ଦୀରେ ଏଇଟା ତାମିଲ ଲିଟରେଚର ଗୋଟେ କ୍ଲାସିକ ଅଛି ଏଇଥିରେ ମଧ୍ୟ ଜୀବନ ସମ୍ପର୍କରେ ବା ରାଜତନ୍ତ୍ର ସମ୍ପର୍କରେ ବା ରାଜନୈତିକ ବ୍ୟବସ୍ଥା ସମ୍ପର୍କରେ ଅଛି। ତେଣୁ ୟାକୁ ମଧ୍ୟ ଅନେକ ଗୁରୁତ୍ୱ ଦିଆଯାଇଥାଏ ଭାରତୀୟ ରାଜନୈତିକ ଅସ୍ତ୍ର ବ୍ୟବସ୍ଥା ଭିତରେ। ତେଣୁ ସିଏ ମଧ୍ୟ କହୁଛନ୍ତି ଯେ ରାଜାଙ୍କର କର୍ତ୍ତବ୍ୟ କଣ ରାଜାଙ୍କର ଯୋଉ ଗୁଣ ତାଙ୍କର କର୍ତ୍ତବ୍ୟ ତାଙ୍କର ଦାୟିତ୍ୱ ମନ୍ତ୍ରୀ ମାନଙ୍କର ଦାୟିତ୍ୱ ଏବଂ ସେଥିରେ ଗୁଇନ୍ଦା ମାନଙ୍କର କାମ କଣ ରାଷ୍ଟ୍ର ଭିତରେ ସେ ଜଗିବେ କୂଟନୀତି କଣ ଏ ସମ୍ପର୍କରେ ମଧ୍ୟ ବିଶେଷ ଆଲୋଚନା କରାଯାଇଛି। ତେଣୁ ସେ କହୁଛନ୍ତି ରାଜ୍ୟ ଭିତରେ ରାଜାଙ୍କର ଦାୟିତ୍ୱ ହେଲା ସଫିସିଏଣ୍ଟ ଖାଦ୍ୟ ରଖିବେ ସମ୍ବଳ ରଖିବେ ଏବଂ ମନ୍ତ୍ରୀ ମାନେ ଆଲର୍ଟ ହେଇକି ରହିବେ ବିଦେଶୀ ଶକ୍ତି ମାନଙ୍କ ସହିତ ମେଣ୍ଟ କରିବେ ନିଜର ସୁରକ୍ଷା ପାଇଁ ଏବଂ ଦୁର୍ଗୀକରଣ କରିବେ ଯେ ଫର୍ଟିଫିକେସନ ଏଟା ମଧ୍ୟ ଇମ୍ପୋର୍ଟାଣ୍ଟ। ତେଣୁ ସବୁ ଯଦି ଦେଖାଯିବ ସିଏ ମଧ୍ୟ ଯୋଉଟା ଆମେ ପ୍ରାଚୀନ ଯୁଗରୁ ପଢିଲେ ଏପର୍ଯ୍ୟନ୍ତ ଡିସ୍କସନ କଲେ ସର୍ଟରେ ଯେ ହ୍ୱାଟ ଇଜ ଦ ଆଇଡିଆ ଅଫ ଷ୍ଟେଟ ଆଣ୍ଡ ସଭରେନିଟି ଇନ୍ ମହାଭାରତ ଶାନ୍ତି ପର୍ବ ହ୍ୱାଟ ଆର୍ ଦ ଆଇଡିଆଜ ଅଫ ଷ୍ଟେଟ ଆଣ୍ଡ ସଭରେନିଟି ଇନ୍ ମନୁସ୍ମୃତି what are the ideas of state and sovereignty in Kautilya and what are the roles of kings for governance of the state and also in Buddhist literature ତାଠୁ ଇଏ ଆହୁରି ଡିଟେଲ କରିକି ଇଣ୍ଡିଆନ ପଲିଟିକାଲ ଥିଙ୍କିଂ ରେ ତିରୁ କେ କୁରାଲ TIRU -K-କୁରାଲ ଏଇଟା ଗୋଟେ ପୁସ୍ତକ ଯୋଉଟା ତିରୁଭାଲା ଲେଖିଛନ୍ତି। ତେଣୁ ଏଥିରେ କୁହାହଉଛି ଷ୍ଟେଟ କ୍ରାଫ୍ଟ ଯୋଉ ରାଜତନ୍ତ୍ର ବା ରାଷ୍ଟ୍ର ବ୍ୟବସ୍ଥା ବା ରାଷ୍ଟ୍ର ପରିଚାଳନା କନସିଷ୍ଟ ଇନ୍ ଗେଟିଂ ସପୋର୍ଟ ୱିଦାଉଟ୍ ଲେଟିଂ ୟୋର ୱିକନେସ ବି ନୋନ୍ ସପୋର୍ଟ ପାଇବା ଯୋଉଥିରେ ତମ ଦୁର୍ବଳତା ଜଣା ପଡିବ ନାହିଁ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଥିଲା।
ଆମ ଭିତରେ ମଝିରେ ମଝିରେ 2-3 ମିନିଟ ବନ୍ଦ ହବ ତ ବିୟର ୱିଥ୍ ଇଟ୍ ହେଲା। ତେଣୁ ବୁଦ୍ଧିଷ୍ଟ ଲିଟରେଚର ଦେଖିଲେ ତିରୁକୁରାଲଙ୍କର ଦେଖିଲେ ତେଣୁ ମୋନାର୍କି ଗୋଟେ ଏକମାତ୍ର ରାଜତନ୍ତ୍ର ବ୍ୟବସ୍ଥା ବା ରାଜନୈତିକ ବ୍ୟବସ୍ଥା ପ୍ରାଚୀନ ଯୁଗରେ ସେଟା କହିହବନି। ତା ସହିତ ବୁଦ୍ଧିଷ୍ଟ ରିପବ୍ଲିକ ଥିଲେ ସାଧାରଣତନ୍ତ୍ର ବା ଗଣତାନ୍ତ୍ରିକ ବ୍ୟବସ୍ଥା କିଛି ପରିମାଣରେ ଥିଲା ଆମେ କହିପାରିବା। କିନ୍ତୁ ମୋନାର୍କି ଗୋଟେ ପ୍ରିଡୋମିନାଣ୍ଟ ପାର୍ଟ ବୋଲି ଥିଲା। କିନ୍ତୁ ରିପବ୍ଲିକ କଥା ଆମେ ସେଠି ଦେଖିଛନ୍ତି ଆଲେକ୍ଜାଣ୍ଡରଙ୍କ ଆକ୍ରମଣ ଯୋଉଟା ହେଲା 327-324 ଖ୍ରୀଷ୍ଟପୂର୍ବ ଯୋଉଟା ଆମେ ଜାଣିଛନ୍ତି ସମସ୍ତେ। ଏଠି ମଧ୍ୟ ଯୋଉ ଗ୍ରୀକ ରେ ଅଲିଗାର୍କି ଥିଲା, ରୋମାନ ରେ ଥିଲା, ଏ ଭାରତ ବିଷୟରେ ସେଠି ମଧ୍ୟ ବର୍ଣ୍ଣନା ହେଇଛି। ଏବଂ ବୁଦ୍ଧିଷ୍ଟ ଯୋଉ ପାଲି ଲିଟରେଚର ସେଥିରେ ମଧ୍ୟ ଲେଖା ହେଇଛି ଯେ ରିପବ୍ଲିକ ଥିଲା, ସାଧାରଣତନ୍ତ୍ର ଭଳିଆ ବ୍ୟବସ୍ଥା ଥିଲା। ଏଟା ମେନଲି ହିମାଳୟ ପାଦ ଦେଶରେ ନର୍ଥ ବିହାର ଉତ୍ତର ଭାରତ ଯୋଉଟା ନେପାଳ ପାଖାପାଖି ସେଇ ଅଞ୍ଚଳରେ ଇଏ ସାଧାରଣତନ୍ତ୍ର ବ୍ୟବସ୍ଥା ଥିଲା। କେବଳ ରାଜତନ୍ତ୍ର ଏକମାତ୍ର ରାଜନୈତିକ ବ୍ୟବସ୍ଥା ପ୍ରାଚୀନ ଭାରତରେ ଥିଲା ସେଇଆ ନୁହେଁ, ତା ସହିତ ଏଇ ଯୋଉ ରିପବ୍ଲିକ ବା ସାଧାରଣତନ୍ତ୍ର ବ୍ୟବସ୍ଥା ମଧ୍ୟ ଥିଲା। ଏବଂ ଶାକ୍ୟ ବଂଶ ମଡର୍ଣ୍ଣ ନେପାଳ ଆଧୁନିକ ନେପାଳର ସେଠି ମଧ୍ୟ ଏଇଟା ଥିଲା ଯୋଉଟା ବୁଦ୍ଧିଜିମ ର ସ୍ପ୍ରେଡ ସେଇ ସମୟରେ ହେଇଛି। ଏବଂ ଲିଚବି ଯୋଉଠି ବର୍ତ୍ତମାନ ଲିଚବି ଅଞ୍ଚଳ ଯୋଉଟା ସେଠି ମଧ୍ୟ ଆମେ ତାକୁ ଦେଖିବାକୁ ପାଇଛନ୍ତି। ତେଣୁ ବିଦେଶୀ ରାଜନୈତିକ ବିଶେଷଜ୍ଞ ମଧ୍ୟ ଲେଖିଛନ୍ତି ଏ ବିଷୟରେ ଯେ ଆନସିଏଣ୍ଟ ଇଣ୍ଡିଆରେ ମଧ୍ୟ ଗଣତନ୍ତ୍ରର ରୂପରେଖ ଥିଲା। ଆମେ କହିପାରିବାନି ଯେ ଆଧୁନିକ ଗଣତନ୍ତ୍ର ଭଳିଆ ଥିଲା, କିନ୍ତୁ ଯଦିଓ ରାଜତନ୍ତ୍ର ପ୍ରମୁଖ ରାଜନୈତିକ ବ୍ୟବସ୍ଥା ଥିଲା ଗଣତନ୍ତ୍ର ମଧ୍ୟ ଥିଲା। ଓକେ, ତେଣୁ ହିମାଳୟରେ ବା ଗାଙ୍ଗିଜରେ 6th-5th ସେଞ୍ଚୁରୀରେ ଆମେ ସଜେଷ୍ଟ କରିପାରିବା ଜନପଦ ବା ରିପବ୍ଲିକାନ ସିଷ୍ଟମ ବା ସଂଘ ଯୋଉଟା ଏଇଟା ଥିଲା ଲୋକମାନଙ୍କୁ ନେଇ କିଛି ଗଣତାନ୍ତ୍ରିକ ଅଧିକାର ଥିଲା। ସେ କଥା ମଧ୍ୟ ପାଣିନିଙ୍କର ଲେଖାରେ ଆମେ ତାର ସୂଚନା ପାଇଛନ୍ତି। ବୁଦ୍ଧିଷ୍ଟ ଲିଟରେଚରରେ ମଧ୍ୟ ସୂଚନା ପାଇଛନ୍ତି। ଯୋଉଟା ଆସେମ୍ବଲି ମୋନାଷ୍ଟିକ ବୁଦ୍ଧିଷ୍ଟ ମୋନାଷ୍ଟ୍ରି ଯୋଉଟା ଆମେ ତିବ୍ବତ ମାନଙ୍କରେ ଦେଖିବାକୁ ପାଏ ସେଠି ମଧ୍ୟ ଆମେ କିଛି ପରିମାଣରେ ଗଣତନ୍ତ୍ର ସୂଚନା ପାଇଛନ୍ତି। ତା କଥା ଆମେ ଏଣ୍ଟାର ଯଦି ଆଧୁନିକ ତା ପୂର୍ବରୁ ମାନେ ପ୍ରାଚୀନ ଭାରତର ଯୋଉ ରାଷ୍ଟ୍ର ଏବଂ ସାର୍ବଭୌମତ୍ୱ ସମ୍ପର୍କିତ ରାଷ୍ଟ୍ରର ଉପାଦାନ ଗୁଡିକ କଣ, ରାଜାଙ୍କର କର୍ତ୍ତବ୍ୟ କଣ, ଭୂମିକା କଣ, ଏ ସବୁକୁ ଆଲୋଚନା କରିବା। ଆମେ ଏଇ 4ଟି ଏଲିମେଣ୍ଟ ଯଦି ଦେଖିଲେ, ଗୋଟେ ହେଲା ମହାଭାରତର ଶାନ୍ତି ପର୍ବ, ମନୁସ୍ମୃତି, କୌଟିଲ୍ୟ, ବୁଦ୍ଧ ଧର୍ମ, ଏଥିରେ ସମସ୍ତେ ଦେଖିଲେ ଏବଂ ତିରୁକୁରାଲ ଏ ସବୁ ଜାଗାରେ ଆମେ ଦେଖିଲେ କମନ ଏଲିମେଣ୍ଟ ଯେମିତି ରାଜନ ବା ସ୍ୱାମୀ ବା ଅଧିକାରୀ ଯୋଉଟା ଅଫିସିଆଲ ଯୋଉଟା ଏବଂ କୋଷ ଦୁର୍ଗ ଫରେନ ପଲିସି ଲୋକମାନଙ୍କର ମଙ୍ଗଳ ୱେଲଫେୟାର କନସେପ୍ଟ ଗୁଡିକ ଦେଖିଲେ କନସିଷ୍ଟେଣ୍ଟ। ଯଦିଓ ପାର୍ଥକ୍ୟ ଅଛି କିନ୍ତୁ ଏଇଗୁଡା ହେଲା କମନ ଏଲିମେଣ୍ଟ ଥ୍ରୁ ଆଉଟ ଦ ଆନସିଏଣ୍ଟ ଇଣ୍ଡିଆନ ଟେକ୍ସଟ ଅର ଆନସିଏଣ୍ଟ ଇଣ୍ଡିଆ। ତ ବର୍ତ୍ତମାନ ଆମେ କହିପାରିବା ଯେ ଭାରତର ଯୋଉ ରାଜନୈତିକ ବିଚାରଧାରା ବା ରାଜନୈତିକ ଦର୍ଶନ ବା ତତ୍ତ୍ୱ ପଲିଟିକାଲ ଥଟ୍ ଯୋଉଟା ଏଇଟା କୌଣସି ଗୁଣରେ ୟୁରୋପୀୟ ଠାରୁ କମ ନୁହେଁ। ତାକୁ ତୁଳନା କରିହବନି, ଏଇଥିପାଇଁ ସେମାନେ ଡେଭଲପ ହେଇପାରନ୍ତି ଅନେକ କ୍ଷେତ୍ରରେ, ଆମେ ମଧ୍ୟ ଅନେକ କ୍ଷେତ୍ରରେ ଡେଭଲପ। କିନ୍ତୁ ଏଇଟା ଯେ କେବଳ ୟୁରୋପରେ ବା ଗ୍ରୀକରେ ରୋମରେ ହେଇଥିଲା ତା ନୁହେଁ, ଭାରତ ବର୍ଷରେ ତାର ମଧ୍ୟ ସୂଚନା ଆମେ ଆଲୋଚନା କରିବା। ବର୍ତ୍ତମାନ ସେକେଣ୍ଡ ପାର୍ଟରେ ଆମେ ଦେଖିବା ଯେ ମେଡିଭାଲ ଇଣ୍ଡିଆରେ ମଧ୍ୟ ଯୁଗ ଯୋଉଟା ସେ ସମୟରେ କଣ ରାଜନୈତିକ ବ୍ୟବସ୍ଥା ବା ରାଜନୈତିକ ଦର୍ଶନ ଆସିଲା। ଇସଲାମ ଭାରତ ବର୍ଷକୁ ଆସିଲା ଏବଂ ଯୋଉଟା ଆମେ ମୁସଲିମ ପଲିଟିକାଲ ଅଥରିଟି ବା ମୁସଲିମ ପଲିଟିକାଲ ରୁଲ ମେଡିଭାଲ ଇଣ୍ଡିଆରେ ମଧ୍ୟପ୍ରାଚ୍ୟ ଯୁଗରେ ଆମେ ଦେଖିଲେ ସେଇ ସମୟରେ ମଧ୍ୟ ବିଭିନ୍ନ ଯେମିତି ମୋଗଲ ଷ୍ଟେଟ ବହୁତ ଦିନ ଧରି ଚାଲିଲା ଏବଂ ଗୋଟେ ପଲିଟିକାଲ ଥଟ୍ ମଧ୍ୟ ଇମର୍ଜ କଲା। ସେଇ ପିରିୟଡରେ ସେଥିରେ କଣ ଦେଖାଗଲା ଆମେ ଦେଖିପାରିବା ସେଥିରେ କଣ ଅଛି ଏବଂ ଇସଲାମ ଆସିବା ପୂର୍ବରୁ ଆମେ ତ ଦେଖିଲେ ଏଟାକୁ ଇସଲାମ ଆସିଲା ପରେ କଣ ହେଲା। ତ ଏଥିରେ ଦିଟା ପ୍ରମୁଖ ବହି ଅଛି ଯୋଉଟା ପୁରା ପଲିଟିକାଲ ଟେକ୍ସଟ ବା ରାଜତନ୍ତ୍ର ସମ୍ପର୍କରେ, ରାଷ୍ଟ୍ର ସମ୍ପର୍କରେ, ରାଜାଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆହୁରି ଡେଭଲପ ରିଫାଇଣ୍ଡ ୱେରେ ସେଥିରେ ଉଲ୍ଲେଖ କରାଯାଇଛି। ଗୋଟେ ହେଲା ଆଇନ ଏକବରି ଜାଣିଛନ୍ତି ସମସ୍ତେ ଏଟା ଯୋଉ ମୁସଲିମ ରୁଲ ଇନ ଇଣ୍ଡିଆରେ, ଆଉ ଗୋଟେ ହେଲା ଫତୱା ଇ ଜାହାନଦାରୀ। ତ ଫତୱା ଇ ଜାହାନଦାରୀ ଆଇନ ଏକବରି ଯେମିତି ମନୁସ୍ମୃତି ଆଉ ଅର୍ଥଶାସ୍ତ୍ର ଇଏ ସେଭଳି ଭାବରେ ଗଭର୍ଣ୍ଣାନ୍ସ ସମ୍ପର୍କରେ, ପ୍ରଶାସନ ସମ୍ପର୍କରେ, ରାଜତନ୍ତ୍ର ସମ୍ପର୍କରେ, ରାଜାଙ୍କର କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଏଥିରେ ରହିଲା। କଣ ଏଥିରେ ରହିଲା ଆମେ ପଲିଟିକାଲ ଥଟ୍ଟା ଦେଖିବା। ଫତୱା ଇ ଜାହାନଦାରୀର ଲେଖକ ହଉଛନ୍ତି ଖ୍ୱାଜା ଜିଆଉଦ୍ଦିନ ବରାନି ବା ସଂକ୍ଷେପ୍ତରେ ଆମେ ତାକୁ ବରାନି ବୋଲି କହୁ। ଏଇ ଯୋଉ ବହିଟିରେ ବରାନି କଣ କରିଛନ୍ତି ନା ସୁଲତାନେଟର ପଲିଟିକାଲ ଫିଲୋସଫି କଣ ହବ। ଆମେ ଜାଣିଛୁ ସୁଲତାନେଟ ଯୋଉ ରାଜବଂଶ ତାର ରାଜନୈତିକ ଦର୍ଶନ ସମ୍ପର୍କ ଉଲ୍ଲେଖ ହେଇଛି। ତେଣୁ ସେଥିରେ ସେ ଯୋଉ ବ୍ୟାଖ୍ୟାନ କରିଛନ୍ତି ନାରେଟିଭ କରିଛନ୍ତି ସେ ଯୋଉ ଫିଲୋସଫିଟା କାହାକୁ ନେଇକି
ସେ ଶାସନ କରିବେ ସେଟା ଗୋଟେ ଏକ୍ସଟେନସନ ହଉଛି କାର ଆଗରୁ ଯୋଉ ବହିଟା ଥିଲା ତାଙ୍କର ତାରିଖି ଫିରୋଜ ସାହି ତାଠୁ ଆହୁରି ଫର୍ଦର ଡେଭଲପ କରିକି ସେ ଫତୁଆ ଇ ଜାନଦାରେ ଲେଖିଛନ୍ତି। ଏହା ସମ୍ପର୍କରେ ବହୁତ ରାଜନୈତିକ ବିଶାରଦ ମାନେ ରାଜନୀତି ବିଜ୍ଞାନୀ ମାନେ ଏମାନେ ମଧ୍ୟ କହିଛନ୍ତି। ତ ସେମାନେ କଣ କହିଛନ୍ତି ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ଯେ ଏଥିରେ ଧର୍ମାନ୍ଧତା ଅଛି ବା ମୌଳବାଦ ଅଛି। ତ ସେତେବେଳକାର ଅବସ୍ଥା ଦେଖିକି ଯୋଉ ପିରିୟଡରେ ଗୋଟେ ଇସଲାମିକ ରୁଲ ବା ସୁଲତାନେଟ ହଉଛି ତାକୁ ଯଦି ବିଚାର କରିବା ତାହେଲେ ଆମେ କହିପାରିବା ଯେ ବରାଣୀଙ୍କ ବିଚାରଧାରାର ସୀମିତତା କାହିଁକି ଥିଲା ବା କାହିଁକି ସେ ମୌଳବାଦ ବିଚାରଧାରାର ଉଲ୍ଲେଖ କରିଥିଲେ। ତ କିଙ୍ଗସିପ୍ କଥା ତ ପ୍ରଥମେ ଆସିଲା ରାଜତନ୍ତ୍ର ହବ ରାଜତନ୍ତ୍ର ଛଡା ତ ବିକଳ୍ପ ସେଠି ନାହିଁ। ତା ସହିତ ସେ କଣ କହିଲେ ଯେ କିଙ୍ଗସିପ୍ ଯୋଉ ମିଡିଭାଲ ପିରିୟଡରେ ବହୁତ ଦରକାର ତେଣୁ ସିଏ କହିଲେ ସେଟାକୁ ଜଷ୍ଟିଫାଏ କରେ ଆମେ ଡିଭାଇନ ଥିଓରି ତମେ ଜାଣିଥିବ what are the features of divine theory? State is the creation of God. ସେଟା ancient ଇଣ୍ଡିଆରେ ମଧ୍ୟ ଅଛି। ଯୋଉ ରାଜନ ଭଗବାନ ଯେମିତି ଆମେ କହୁଛନ୍ତି ଚନ୍ଦ୍ରବଂଶୀ ସୂର୍ଯ୍ୟବଂଶୀ ତା ଅର୍ଥ କଣ? ରାଜା ଦାବି କରୁଛନ୍ତି ମୁଁ ସୂର୍ଯ୍ୟବଂଶର ବଂଶଧର ବା ଚନ୍ଦ୍ରବଂଶର ବଂଶଧର ଭଗବାନ ଚନ୍ଦ୍ରଙ୍କର ବା ସୂର୍ଯ୍ୟଙ୍କର ବଂଶଧର। ତାର ଅର୍ଥ ହଉଛି ଲେଜିଟିମେସି ପାଇବା ପାଇଁ ସମର୍ଥନ ପାଇବା ପାଇଁ ଲୋକମାନଙ୍କ ଭିତରେ ଗୋଟେ ଧର୍ମ ଭୟ ସୃଷ୍ଟି କରିବା ପାଇଁ ଯେ ରାଜାଙ୍କୁ ବିରୋଧ କଲେ ଧର୍ମକୁ ଆମେ ବିରୋଧ କରୁଛୁ ବା ଭଗବାନଙ୍କୁ ବିରୋଧ କରୁଛୁ କାରଣ ସିଏ ହଉଛନ୍ତି ରାଜାଙ୍କର ଚଳନ୍ତି ଦେବତା ଚଳନ୍ତି ଦେବତା ସେ ପୃଥିବୀରେ ତେଣୁ ତାଙ୍କୁ ବିରୋଧ କରିବାଟା ଇମୋରାଲ। ଏଇ କନସେପ୍ଟଟା ଡିଭାଇନ ଥିଓରି ଅଛି ସେଇ କନସେପ୍ଟକୁ ଜଷ୍ଟିଫାଏ କରୁଛନ୍ତି ଇଏ ବରାନୀ। ତ ବରାନୀ ସେ କହୁଛନ୍ତି ଇଏ ହଉଛି ଗଡ ଅନ୍ ଆର୍ଥ ପୃଥିବୀର ଭଗବାନ ହଉଛନ୍ତି ରାଜା ଏବଂ ସମସ୍ତ କ୍ଷମତା ତାଙ୍କର ରିଲିଜିୟସ ପାୱାର ବା ମୋରାଲ ପାୱାର ତେଣୁ ରାଷ୍ଟ୍ର ଯାହା କରିବ ସେଟାକୁ ମୋରାଲି ବା ରିଲିଜିୟସଲି ଏକୁ ଜଷ୍ଟିଫାଏ କରିବାକୁ ପଡିବ ଇନ୍ ଦ ନେମ୍ ଅଫ କିଙ୍ଗ ଦ୍ୟାଟ ଇଜ ଇନ୍ ଦ ନେମ୍ ଅଫ ଗଡ। ତେଣୁ ବରାନୀଙ୍କ ମତ ହେଲା ଯେ ହ୍ୱାଟ ଏଭର କିଙ୍ଗ ଡଜ ରାଜା ଯାହା କରୁଛନ୍ତି ତାହା ଧର୍ମ ଭିତ୍ତିକ ହବା ଉଚିତ ଧର୍ମ ବିରୋଧୀ ହବା ଉଚିତ ନୁହେଁ। ଯଦି ସେୟା ଅଛି ତାକୁ ସମସ୍ତେ ସମର୍ଥନ କରିବା ଉଚିତ। ଯୋଉମାନେ ସମର୍ଥନ କରିବେ ନାହିଁ ସେ କେବଳ ରାଜାଙ୍କର ବିରୋଧୀ ନୁହେଁ ସେ ଧର୍ମର ବିରୋଧୀ। ଦିସ୍ ଇଜ ଆବାଉଟ ଦ ଡିଭାଇନ ଥିଓରି ଅଫ ଷ୍ଟେଟ। ଏଟା ଆମେ ୟୁରୋପରେ ଦେଖିଛନ୍ତି ଇଣ୍ଡିଆରେ ଦେଖିଛନ୍ତି ପ୍ରତ୍ୟେକ ହୋଲ ୱାର୍ଲଡରେ ଯୋଉଠି ଯୋଉଠି ସିଭିଲାଇଜେସନ ପରେ ଡେଭଲପ କରିଛି ମେଡିଭାଲ ପାର୍ଟରେ ମେନଲି ଏବଂ ଆନସିଏଣ୍ଟ ପାର୍ଟରେ ଦ୍ୟାଟ ଇଜ ଡିଭାଇନ ଥିଓରି ଅଫ ଦ ଷ୍ଟେଟ ଆଣ୍ଡ ଅଫ ଦ କିଙ୍ଗ। ତେଣୁ ସିଏ ସଜେଷ୍ଟ କରିଛନ୍ତି ଯେ ରାଜା କଣ କରିବା ଉଚିତ। It is the duty of the Sultanate before they have made up their minds about an enterprise or policy and published it among people. ତେଣୁ ଗୋଟେ ନୀତି ନିର୍ଦ୍ଧାରଣ ପୂର୍ବରୁ ଲୋକଙ୍କୁ ଜଣେଇବା ଉଚିତ ସୁଲତାନଙ୍କର ବା ଯିଏ ରାଜା ତାଙ୍କ ମତାମତ ନେବା ଉଚିତ ୟାର ସକ୍ସେସ ହବ କି ଫେଲୁଅର ହବ ଏବଂ ୟାର ପ୍ରଭାବଟା କଣ ପଡିବ ଧର୍ମ ଉପରେ ପଡିବ ରାଷ୍ଟ୍ର ଉପରେ ପଡିବ ଆର୍ମି ଉପରେ ପଡିବ। ତା ଅର୍ଥ ଏଇଠି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ଯଦିଓ ରାଜତନ୍ତ୍ରକୁ ସେ ସମର୍ଥନ କରୁଛନ୍ତି ଡିଭାଇନ ଥିଓରିକୁ ସମର୍ଥନ କରୁଛନ୍ତି କିନ୍ତୁ ଆ ଭିତରେ ସବୁ ବଡ କଥାଟି କରୁଛନ୍ତି ଯେ ଲୋକମାନଙ୍କର ମତାମତ ନେଇକି ପଲିସି ତିଆରି କରିବା ଉଚିତ। ୟୁ କ୍ୟାନ୍ ସେ ଦିସ୍ ଇଜ ଏ ଡେମୋକ୍ରାଟିକ ଏଲିମେଣ୍ଟ ବରାନୀ। ଏଠି ତ ଗଣତନ୍ତ୍ରର ସେଠି ପ୍ରଶ୍ନ ନଥିଲା ରାଜା ଯାହା କହିବେ ସେୟା କିନ୍ତୁ ତା ସହିତ ଲୋକ ମତ ନେବା ଉଚିତ ବୋଲି ସେ କହୁଛନ୍ତି ମାନେ ଲୋକଙ୍କର ସ୍ୱୀକୃତି ଏତେ ଦରକାର। King should devote himself to the governance of his state in such a way that helps him reaching nearer to God. ତାର ଏଇଟା କ୍ଲିୟରଲି ଅଣ୍ଡରଷ୍ଟୁଡ ଯେ ଭଗବାନଙ୍କ ପାଖରେ ପହଞ୍ଚିବା ପାଇଁ ସିଏ ଏଇଟା କରିବା ଦରକାର। ତେଣୁ ଭଗବାନଙ୍କ ପାଖରେ ଯଦି ପହଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଆମକୁ କଣ କରିବାକୁ ପଡିବ ନା ରାଷ୍ଟ୍ରର କାମଟା ସେଇ ଉଦ୍ଦେଶ୍ୟରେ ପ୍ରଣୀତ ହବା ଉଚିତ। ଦିସ୍ ଇଜ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାପରେ କିଙ୍ଗ ସବୁବେଳେ କାହା ଦ୍ଵାରା ପରିବେଷ୍ଟିତ ହବା ଦରକାର ଜ୍ଞାନୀ ଲୋକଙ୍କ ଦ୍ଵାରା ପରିବେଷ୍ଟିତ ହବା ଦିସ୍ ଇଜ ଭେରି ଇମ୍ପୋର୍ଟାଣ୍ଟ। ତା ଅର୍ଥ ଯେମିତି ପ୍ଲାଟୋର ଆଇଡିଆଲ ଷ୍ଟେଟରେ ଆମେ ଦେଖିଲେ କଣ ପ୍ଲାଟୋର ଆଇଡିଆଲ ଷ୍ଟେଟରେ ଦେଖିଲେ ପ୍ଲାଟୋର ଆଇଡିଆଲ ଷ୍ଟେଟରେ ଆମେ ଦେଖିଲେ ଯେ ଶୁଭୁଛି ନା ହ୍ୟାଲୋ Yes, sir. Yes, sir. Yes, ହଁ sir. ତ ପ୍ଲାଟୋର ଆଇଡିଆଲ ଷ୍ଟେଟରେ ଆମେ ଦେଖିଲେ ଯେ ସିଏ ୱାଇଜ କିଙ୍ଗ ବା ଅତି ଶିକ୍ଷିତ ହେବା ଦରକାର। ଏଠି ସେ କହୁଛନ୍ତି ରାଜାଙ୍କ ଚାରିକଡ଼ରେ ଜ୍ଞାନୀ ଲୋକମାନେ ରହିବା ଦରକାର ଯିଏ ପ୍ରପର ଆଡଭାଇସ କରିପାରିବେ। ତେଣୁ ରାଜତନ୍ତ୍ରର ଦିଟା ମୂଳ ବ୍ୟବସ୍ଥା ଗୋଟେ ହେଲା ପ୍ରଶାସନ ଆଉ ଗୋଟେ ହେଲା କନକ୍ୱେଷ୍ଟ ମାନେ ବେଶୀରୁ ବେଶୀ ଅଞ୍ଚଳ ଯୁଦ୍ଧ କରିକି ଦଖଲ କରିବା ଉଚିତ ଏବଂ ତା ପାଇଁ ଆର୍ମିଟା ଶକ୍ତିଶାଳୀ ହେବା ଉଚିତ। ଏଇଟା କହିବାଟା ସ୍ୱାଭାବିକ କାରଣ ସେତେବେଳେ ସୁଲତାନେଟ ଯେତେବେଳେ ଆସିଲା ସୁଲତାନ ଶାସନ ବା ସୁଲତାନ ପିରିୟଡ ଯୋଉଟା ଭାରତ ବର୍ଷରେ ସେମାନେ ଆସ୍ତେ ଆସ୍ତେ ସେମାନେ ତ ବାହାରୁ ଆସିଲେ ସେମାନେ ଆସ୍ତେ ଆସ୍ତେ ଅଞ୍ଚଳ ଗୋଟେ ଦଖଲ କଲେ। ଦଖଲ କେମିତି ଷ୍ଟ୍ରଙ୍ଗ ଆର୍ମି ଯଦି ନଥିବ ଦଖଲ କରିପାରିବେନି। ତେଣୁ ଷ୍ଟ୍ରଙ୍ଗ ଆର୍ମିକି ନେଇକି ସେ ଦଖଲ କଲେ ଏଇଟା ବେଶୀ ଗୋଟେ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ଅଫ ଷ୍ଟେଟ ହେଲା ଯୋଉଟା ଆମେ ଆନସିଏଣ୍ଟ ଇଣ୍ଡିଆରେ ଏଇଟା ବେଶୀ ଗୁରୁତ୍ୱ ଦିଆ ହେଇନଥିଲା ଯଦିଓ ଆର୍ମି ଉପରେ ଗୁରୁତ୍ୱ ଦିଆ ହେଇଥିଲା
ଯୁଦ୍ଧ ହଉଥିଲା, ଆକ୍ରମଣ ହଉଥିଲା, ଫରେନ୍ ପଲିସି ଥିଲା, କିନ୍ତୁ ସୁଲତାନେଟ ପିରିୟଡରେ ତାର ଗୁରୁତ୍ୱଟା ବଢିଗଲା ବେଶୀ। ଆର୍ମି କି ଶକ୍ତିଶାଳିଆ କରିବା ଦରକାର ଏବଂ ଇଣ୍ଟରନାଲ ସିକ୍ୟୁରିଟି ନିଜର ରାଜ୍ୟର ବା ରାଷ୍ଟ୍ର ନିରାପତ୍ତା ସହିତ ବାହ୍ୟ ଆକ୍ରମଣରୁ କେମିତି ରକ୍ଷା କରାପାରିବ, ଫରେନ୍ ରିଲେସନ କହିବ, ସେ କଥା ମଧ୍ୟ ଆସିଲା। ତାପରେ ସେ ସାରିୟତ ଟାକୁ ଏନଫୋର୍ସ କରିବା ପାଇଁ ମଧ୍ୟ କହିଲେ, ହାଉ ସାରିୟତ କ୍ୟାନ୍ ବି ଏନଫୋର୍ସ ଆଣ୍ଡ ଜଷ୍ଟିସ ଟା ସବୁଠାରୁ ଇମ୍ପୋର୍ଟାଣ୍ଟ ବରାନୀଙ୍କ ମତରେ, ଯେ ଜଷ୍ଟିସ ଟା ହଉଛି ମୁଖ୍ୟ କାମ କାର ରାଜାଙ୍କର। ତେଣୁ ରାଜା ଜଷ୍ଟିସ ନ ଦେଇ ପାରିଲେ ବା ଆଇନଟାକୁ କାର୍ଯ୍ୟକାରୀ ନ କରିପାରିଲେ ବା ଆଇନ ପ୍ରତି ସମ୍ମାନ ଏନସିଓର ନ କରିପାରିଲେ, ତାହେଲେ ଏଇଟା ରାଜାଙ୍କର ଫେଲୁର ବୋଲି ଧରିବାକୁ ପଡିବ। ତେଣୁ ସେ ସୋର୍ସ ଯୋଉଟା ଲଟା ଗୋଟେ ଡେଭଲପ କରିଛି ଆଧୁନିକ ସିଏ ତାର ବେସିସ୍ ସବୁ ସେଇ ବେଳରୁ ତିଆରି ହେଇଛି। ତେଣୁ ସିଏ କହୁଛନ୍ତି ଯେ ର ଉତ୍ସ ଗୁଡିକ କଣ? ତ ସ୍ୱାଭାବିକ ଭାବରେ ଗୋଟେ ହେଲା କୋରାନ। କୋରାନ ହଉଛି ଆଇନର ଉତ୍ସ ସେତେବେଳେ। ଆଉ ଗୋଟେ ହେଲା ହାଦିସ। ହାଦିସର ଅର୍ଥ ହେଲା ଯୋଉ ଟ୍ରାଡିସନ୍ସ ଅଫ ପ୍ରଫେଟ, ମହମ୍ମଦ ପ୍ରଫେଟଙ୍କର ଯୋଉ ପରମ୍ପରା। ତାପରେ ଲିଜିମା, ତା ଅର୍ଥ ଯୋଉ ବଡ ବଡ ପଣ୍ଡିତ ଅଛନ୍ତି ତାଙ୍କର ମତାମତ। ଏବଂ କିଆଜ ହେଲା ଡିଡକ୍ଟିଭ ଥିଓରି, ତା ଅର୍ଥ ସ୍ପେକୁଲେଟିଭ ମେଥଡ ଅଫ ଏଇଟା ହେଲେ ଏଇଟା ହବ। ଡିଡକ୍ଟିଭ ଥିଓରି, ଏଇଟା ଏତିକି ଲୋକ କଲେ ଏଇଟା କଲେ, ତ ସ୍ପେକୁଲେସନ ପରିକଳ୍ପନା କରିବା। ଏ ଚାରୋଟି ଜିନିଷ ହେଲା ଆଇନର ଉତ୍ସ ବା ସୋର୍ସେସ୍ ବୋଲି ସେ କହିଲେ। ସେଭଳିଆ ସେ କହିଲେ ଷ୍ଟେଟ ଯୋଉଟାକୁ ଜବାବିତ କୁହାଯାଉଛି, ସେଇଟା କଣ ନା ଏଇଟା ହଉଛି ଇମ୍ପୋର୍ଟାଣ୍ଟ ସୋର୍ସ ଅଫ ଇନ୍ ଆଡମିନିଷ୍ଟ୍ରେଟିଂ ଦ ଷ୍ଟେଟ। ରାଷ୍ଟ୍ରକୁ ପରିଚାଳନା ପାଇଁ ରାଷ୍ଟ୍ର ଆଇନଟା ଆଇନର ଗୋଟେ ପ୍ରମୁଖ ଅଂଶ ବା ଉତ୍ସ ବୋଲି ସେ କହିଲେ। ତାର ଆଧୁନିକ ଆଇନ ଯୋଉଟା ହେଲା ଷ୍ଟେଟର ରୁଲ, ଷ୍ଟେଟର ଫଙ୍କସନରୁ, ଷ୍ଟେଟର ଆବଶ୍ୟକତାରୁ କଲା, ଏଇଟା ଗୋଟେ ନୂଆ କଣ୍ଟ୍ରିବ୍ୟୁସନ ହେଲା ତାଙ୍କର ଡେଭଲପମେଣ୍ଟ ଅଫ ଥିଓରି ଅଫ ଯୋଉଟାକୁ ସେ କହିଲେ ଷ୍ଟେଟ ବା ଜାୱାବିତ। ଓକେ। ତାପରେ ଷ୍ଟେଟ ଯେମିତି ଶରୀୟତର ବିରୋଧୀ ହଉନଥିବ ବା ପରସ୍ପର ବିରୋଧୀ ଆଇନ ତିଆରି ହଉନଥିବ, ସେଇ କ୍ଷେତ୍ରରେ ସେ ଦେଖିବେ। ଏଇଟା ଦାୟିତ୍ୱ ରାଷ୍ଟ୍ରର ବା ରାଜ୍ୟର। ତେଣୁ ଫତୱାଇ ଜାହାଙ୍ଗୀରର ଗୁରୁତ୍ୱ ହେଲା ଯୋଉ ବହିଟିର, ଯେ ଅରିଜିନାଲ ଇସଲାମିକ ଥିଓରି ଅଫ କିଙ୍ଗସିପ, ରାଜତନ୍ତ୍ରର ଇସଲାମିକ ତତ୍ତ୍ୱଟାକୁ ସେ ଡେଭଲପ କରେଇଲା। ଏବଂ ତା ସହିତ ଆଧୁନିକ ରାଷ୍ଟ୍ର ଯୋଉ ଇଭଲ୍ଭ କରୁଛି ଭାରତ ବର୍ଷରେ, ଭାରତ ପରିପ୍ରେକ୍ଷୀରେ ତାକୁ ତିଆରି କରେଇଲା, ଭାରତରେ ଏଇ ରାଷ୍ଟ୍ରଟି କେମିତି ସର୍ଭାଇଭ କରିବ। ତେଣୁ କୁହାଯାଏ ବରାନୀଙ୍କର ବହୁତ ପ୍ରଚୁର ଅଭିଜ୍ଞତା ଥିଲା ସୁଲତାନେଟରେ, ଏବଂ ତାକୁ ଅଧ୍ୟୟନ କରିକି ତାଙ୍କର ପ୍ରଚଣ୍ଡ ଅବଦାନ ରହିଲା ଯେ ସୁଲତାନେଟ କେମିତି ସ୍ଥାୟୀ ହବ, ଶକ୍ତିଶାଳୀ ହବ ଏବଂ ତାର ଶକ୍ତିଟା ଆହୁରି ପରିବ୍ୟାପ୍ତ ହବ, ସେଇ କଥା ସେ ବହିରେ ରହିଲା। ଇଏ ଗୋଟେ ଇମ୍ପୋର୍ଟାଣ୍ଟ ଟେକ୍ସଟ, ଏ ବିଷୟରେ ଆମେ ଆଲୋଚନା କରେ। ତେଣୁ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ଟେକ୍ସଟ ଯୋଉଟା ସମସ୍ତେ ଜାଣିଛ, ମୋଗଲ ରୁଲ ସମ୍ପର୍କ। ଇଏ ତ ସୁଲତାନେଟ ସମ୍ପର୍କରେ ଗଲା। ଏଟା କଣ ନା ଆଇନ ଆକବରୀ। ଆକବରଙ୍କର ଶାସନ ବା ମୁଗଲ ସାମ୍ରାଜ୍ୟର ସମ୍ରାଟ ମାନଙ୍କର ଶାସନ, ଆକବର ହୁଅନ୍ତୁ, ଶାହଜାହାନ ହୁଅନ୍ତୁ, ଜାହାଙ୍ଗୀର ହୁଅନ୍ତୁ, ବାହାଦୁର ଶାହ ଜାଫରଙ୍କ ପର୍ଯ୍ୟନ୍ତ, ଇଏ ଗୋଟେ ଷ୍ଟ୍ରଙ୍ଗ ଷ୍ଟେଟ ଥିଲା। କେବଳ ଇଣ୍ଡିଆର ନୁହେଁ, ହୋଲ ୱାର୍ଲଡରେ ଯୋଉଟା ଆମେ କହୁଛନ୍ତି କଣ ମାନେ ମୋଗଲ ଷ୍ଟେଟ। ତ ମୋଗଲ ଷ୍ଟେଟ ୱାଜ ଏ ଷ୍ଟ୍ରଙ୍ଗ ଷ୍ଟେଟ ଏବଂ ଆକବରଙ୍କର ଅବଦାନ ଫଳରେ ଆହୁରି ଶକ୍ତିଶାଳୀ ହେଲା। ଏବଂ ସୋସିଆଲ ଆସେପ୍ଟାବିଲିଟି, ସାମାଜିକ ଗ୍ରହଣୀୟତା ମଧ୍ୟ ତାଙ୍କ ପିରିୟଡରେ ବହୁତ ବଢିଥିଲା। ଯୋଉଟା ସେ ଦିନ ଇଲାହି ଧର୍ମ କଲେ, ଯେ ଉଭୟ ମୁସଲିମ ହିନ୍ଦୁ ଟ୍ରାଡିସନକୁ ମିଶେଇକି କେମିତି ଆସେପ୍ଟେଡ ଇଣ୍ଡିଆରେ କରିବେ, ଇଣ୍ଡିଆରୁ ଅଧିକ ଅଧିକ ଗ୍ରହଣୀୟ ହେବେ, ଲୋକମାନେ ସମର୍ଥନ କରିବେ ଏବଂ ହିନ୍ଦୁ ମୁସଲିମ ଡିଭାଇଡ ଟାକୁ ଅତିକ୍ରମ କରିବେ, ଏଇ କଥାଟା ସେ ଲେଖିଛନ୍ତି। ଏବଂ ବିଶେଷ କରିକି ଆକବରଙ୍କର ଯୋଉ ବଡ ଅବଦାନ ଥିଲା ତାକୁ ସେ ରିଫ୍ଲେକ୍ଟ କରିଛନ୍ତି। ଏବଂ ଏଇଟା ଗୋଟେ ଆଧୁନିକ ଟେକ୍ସଟ ଅଫ ପଲିଟିକାଲ ସାଇନ୍ସ ବୋଲି ଆମେ କହିପାରିବା। ତାଙ୍କର ଜ୍ଞାନ ବହୁତ ଥିଲା, ସବୁ କ୍ଷେତ୍ରରେ ତାଙ୍କର ଜ୍ଞାନ ଥିଲା। ତେଣୁ ଇଭେନ ହିନ୍ଦୁ ଟ୍ରାଡିସନ ଯୋଉଟା ହିନ୍ଦୁ ଧର୍ମ ଉପରେ ତାଙ୍କର ମଧ୍ୟ ଅଗାଧ ପାଣ୍ଡିତ ଥିଲା, ସେ ପରମ୍ପରା ବିଷୟରେ ସେ ଜାଣିଥିଲେ। ତେଣୁ ଆକବରଙ୍କର ଯୋଉଟା ମେଜର ପ୍ରମୁଖ ପଲିଟିକ୍ସ ବା ପଲିଟିକାଲ ଆଇଡିଆ ଯାହା ପଲିସି, ତାକୁ ତିଆରି କରାଇବାରେ ତାଙ୍କର ଆବୁଲ ଫାଜରଙ୍କର ଗୋଟେ ପ୍ରଚଣ୍ଡ ଅବଦାନ ଅଛି। ଆବୁଲ ଫାଜରକୁ ପଚାରିକି ତାଙ୍କ ମତାମତ ନେଇକି ସିଏ ଆକବର ତାଙ୍କର ନୀତି ନିର୍ଦ୍ଧାରଣ କରୁଥିଲେ। ଇଏ ରୟାଲ ପାୱାର ଯୋଉଟା, ତାର ସେଇ ଡିଭାଇନ ଥ୍ରୋରି ସେମ କହିଲେ, ଯୋଉଟା ବରାନୀ କହୁଥିଲେ ଇଏ ବି ସେ କଥା କହିଲେ। ସମଗ୍ର ପୃଥିବୀରେ ସମସ୍ତେ ସେ କଥା କହିଛନ୍ତି ଯେ ଭଗବାନ ହଉଛନ୍ତି, ରାଜା ହଉଛନ୍ତି ଭଗବାନଙ୍କର ଅବତାର, ସୋ ଲୋକମାନେ ତାଙ୍କୁ ବିରୋଧ କରିବେନି। ପ୍ରତ୍ୟେକ ଷ୍ଟେଟରୁ ରୟାଲ ପାୱାର ଅଛି। ତାପରେ ଟ୍ରୁ କିଙ୍ଗ ଆଣ୍ଡ ସେଲଫିଶ ରୁଲର, ସେ ଗୋଟେ ଡିଷ୍ଟିଂସନ କଲେ ଯେ ପ୍ରକୃତ ରାଜା କିଏ, ସ୍ୱାର୍ଥପର ରାଜା କିଏ। ରାଜା ସ୍ୱାର୍ଥପର ନ ହେଇକି ପ୍ରକୃତ ରାଜା ଟ୍ରୁ କିଙ୍ଗ ହବା ଉଚିତ। ମେନଲି ସେ ଆକବରକୁ ଆଖ୍ୟା ରଖିକି ଗୋଟେ ଆଇଡିଆଲ କିଙ୍ଗ ର କନସେପ୍ଟ ସେ ଦେଇଥିଲେ। ଯେ ସିଏ କହୁଛନ୍ତି ଯେ କିଏ ଆଇଡିଆଲ ସଭେରିନ୍ ହବ, କିଙ୍ଗ ହବ ନା, ସେ ଗୋଟେ ଲାଇକ ଫାଦର, ସେ ଗୋଟେ ବାପା ଭଳିଆ ହବ, ଯିଏ ରୁଲ୍ସ ଫର ଦ କମନ ୱେଲଫେୟାର ଆଣ୍ଡ ଇଜ ଗାଇଡେଡ ବାଇ ଦ ଲ ଅଫ ଗଡ। ଲୋକମାନଙ୍କର ଯେମିତି ପ୍ରତ୍ୟେକ ପିତା ତାର ମଙ୍ଗଳ ଚାହେଁ କାହାର, ପିଲାମାନଙ୍କର, ସେଭଳିଆ ରାଜା ହଉଛି ପିତା, ସେ ତାର ପ୍ରଜା ମାନଙ୍କର ମଙ୍ଗଳ ଚାହିଁବ। ଏବଂ ସେଇଟା ଭଗବାନଙ୍କର ନିୟମ ଯୋଉଟା ଧର୍ମୀୟ ଆଇନ, ତାକୁ ଆଖ୍ୟା ରଖି ସେ କରିବ।
ଅନ୍ୟାୟ ସେ କରିବ ନାହିଁ। ଏଇ କଥାଟା ସେ କହିଲେ। ସେ କହିଲେ ପିପଲ୍ସ ୱେଲ୍ ବିଂ, ଏଇ ଜନମଙ୍ଗଳ କନସେପ୍ଟଟା ସେଇଟା ହଉଛି ମୁଖ୍ୟ କଥା, ଏଇଟା ମୁଖ୍ୟ ଲକ୍ଷ୍ୟ ହବା ଦରକାର। ତାପରେ ଯୋଉ ଡିଭାଇନ ଅର୍ଡରକୁ ଯିବା ପାଇଁ ଇଏ ହଉଛି ମଧ୍ୟମ ପନ୍ଥ। ସେଥିପାଇଁ ସେ କହୁଛନ୍ତି ଯେ ରୟାଲିଟିଟା କଣ? ରୟାଲିଟିଟା ହଉଛି ଗୋଟେ ଆଲୋକ ଭଗବାନଙ୍କ ପାଖରୁ ଆସୁଛି ଏବଂ ଗୋଟେ କିରଣ, ଯେମିତି ସୂର୍ଯ୍ୟ କିରଣ ସୂର୍ଯ୍ୟ ପାଖରୁ ଆସୁଛି, ଭଗବାନଙ୍କ ପାଖରୁ ଆସୁଛି। ତେଣୁ ଏଇଟାକୁ ଆମେ କହୁଛନ୍ତି, ଏଇ ଆଲୋକଟାକୁ ଆଧୁନିକ ଭାଷାରେ କଣ କୁହାହଉଛି? ଫରି ଇଜ ଦ ଡିଭାଇନ ଲାଇଟ, ସ୍ୱର୍ଗୀୟ ଆଲୋକ। ଏବଂ ଟଙ୍ଗ ଅଫ ଆଣ୍ଟିକ୍ୟୁଟି ଏଇଟା ଯିଏ କୁହାହଉଛି, ସବଲାଇମ ହାଲୋ। ଏଇଟା ଗଡଙ୍କୁ ଗଡ ନିର୍ଦ୍ଦେଶ ଦଉଛନ୍ତି ରାଜାଙ୍କୁ, ତାଙ୍କ କାର୍ଯ୍ୟଟା ରାଜାଙ୍କ ମାଧ୍ୟମରେ ଲୋକଙ୍କ ପାଇଁ ସେ କରିବେ। ତାର ତ ସେମ୍ ଡିଭାଇନ ଥିଓରି ସେ ଜଷ୍ଟିଫାଏ କଲେ, ଇଏ ହଉଛନ୍ତି ଭଗବାନ, ଭଗବାନଙ୍କର ଆଲୋକ ପହଞ୍ଚି, ତେଣୁ ତାଙ୍କୁ ବିରୋଧ କର ନାହିଁ। ବିରୋଧ କରିବା ଅର୍ଥ ଭଗବାନଙ୍କୁ ବିରୋଧ କରୁଛ। ଏଇଟା ଲୋକମାନଙ୍କର ଆସେପ୍ଟାବିଲିଟି ବଢେଇବା ପାଇଁ ଏଇ କଥା ଥିଓରିଟା ଆମେ ସେଠି ଦେଖିଲେ ସବୁ ଡିଭାଇନ ଥିଓରି ଏଇଟା ମିଳେ। ତ ଲୋକମାନେ ରାଜାମାନଙ୍କୁ ପିତା ଭଳିଆ ଦେଖନ୍ତି, ଗାର୍ଡିଆନ ଭଳିଆ ଦେଖନ୍ତି ଏବଂ ଆଶା କରନ୍ତି ତାଙ୍କର ଧର୍ମୀୟ ଗୁରୁ, ଆଧ୍ୟାତ୍ମିକ ଗୁରୁ। ଏବଂ ରାଜା ମଧ୍ୟ ତାଙ୍କର ଜ୍ଞାନ କଥା ବାଣ୍ଟନ୍ତି, ଲୋକଙ୍କର ମଙ୍ଗଳ ଦେଖନ୍ତି ଏବଂ ରାଜାମାନେ କୌଣସି ପରିସ୍ଥିତିରେ ଧର୍ମ ବିରୋଧୀ କାମ କୌଣସି କଥା କରିବେ ନାହିଁ। ତେଣୁ ୟାଙ୍କର ମତାମତରେ ଆବୁଲ ଫାଜରଙ୍କର ଯେ କିଙ୍ଗ ସୁଡ୍ ବି ଗାଇଡେଡ ବାଇ ଦ ପ୍ରିନ୍ସିପଲ ଅଫ ୟୁନିଭର୍ସାଲ ଗୁଡ, ନିର୍ଦ୍ଦିଷ୍ଟ ବର୍ଗର ମଙ୍ଗଳ ପାଇଁ ସେ କରିବା ଉଚିତ ନୁହେଁ। ଏଇଟା ତାର ରୟାଲ ଡ୍ୟୁଟି, ରାଜକୀୟ କର୍ତ୍ତବ୍ୟ। ମାକ୍ସିମମ୍ ଲୋକଙ୍କର ମାକ୍ସିମମ୍ ସୁବିଧା ସେ ଯେମିତି କରିବେ। ଦିସ୍ ଇଜ କଲ୍ଡ ହୋଲି ଲ। ତେଣୁ ଏଇଥିରେ ଯଦି ଗଭର୍ଣ୍ଣାନ୍ସ ଆମେ ଦେଖିବା ପଲିଟିକାଲ ଥିଙ୍କରେ, ଏଇଟା ଗୋଟେ ନୂଆ ସିଫ୍ଟ ଆମେ ପାଇଲେ ଯେ ରିଫର୍ମ ଯୋଉ ହେଲା ଆକବର, ଯୋଉଟା ଯେମିତିକି ଜିଜିଆ କର ଉଠେଇ ଦେଲେ, ଯୋଉଟା ଅଣ ମୁସଲିମ ମାନଙ୍କ ଉପରେ ବସିଥିଲା, ଯେମିତି କାଉସ ଲଟର ଉପରେ ବ୍ୟାନ୍ ତାକୁ ବସେଇଲେ ଏବଂ ହିନ୍ଦୁ ମାନଙ୍କୁ ସାଟିସ୍ଫାଏ କରିବା ପାଇଁ ସେ ଚେଷ୍ଟା କଲେ। ଏଇଟା ଆଇନ ଆକବରରେ ଉଲ୍ଲେଖ ହେଲା। ଗୋଟେ ନ୍ୟୁ ପଲିଟିକାଲ ଥିଓରି ଆସିଲା, ଯୋଉଟା ଇନକ୍ଲୁସିଭ, ସାର୍ବିକ, ସବୁ ବର୍ଗର ଲୋକଙ୍କ କଥା ହବ। ଏଥିରେ ଷ୍ଟ୍ରାଟେଜି ରଣକୌଶଳଟା ଥିଲା ସବୁ ବର୍ଗଙ୍କର ସମର୍ଥନ ମୋଗଲ ଷ୍ଟେଟ ପ୍ରତି, ପର୍ଟିକୁଲାରଲି ଆକବରଙ୍କ ପ୍ରତି ରହୁଥାଉ। ଏବଂ ୟା ପଛରେ ଆବୁଲ ଫାଜରଙ୍କର ବଡ କଣ୍ଟ୍ରିବ୍ୟୁସନ ଥିଲା। ଆଉ ଗୋଟେ ବଡ କଣ୍ଟ୍ରିବ୍ୟୁସନ ହେଲା ବ୍ୟୁରୋକ୍ରାସିକୁ ଡେଭଲପ କରିବା, ଅମଲାକୁ ଡେଭଲପ କରିବା। ଗୋଟେ ସେଣ୍ଟ୍ରାଲାଇଜ ବ୍ୟୁରୋକ୍ରାସି, କେନ୍ଦ୍ରିତ ଅମଲାତନ୍ତ୍ର ବ୍ୟବସ୍ଥା ବହୁତ ଷ୍ଟ୍ରଙ୍ଗ, ତା ମାଧ୍ୟମରେ ଶାସନ ହବ। ଏଇଟା ଗୋଟେ ମୋଗଲ ଷ୍ଟେଟର ପର୍ଟିକୁଲାରଲି ଆକବରଙ୍କର ବଡ କଣ୍ଟ୍ରିବ୍ୟୁସନ, ଯେ ଅମଲା ଶକ୍ତିଶାଳୀ ହବ, ଏମାନେ କର ଆଦାୟ କରିବେ, ଲୋକଙ୍କ ମଙ୍ଗଳ କଥା ଦେଖିବେ ଏବଂ ଚାରିଆଡେ ଜଗିବେ ରାଷ୍ଟ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହଉଛି କି ନାହିଁ। ବିଭିନ୍ନ ଡିପାର୍ଟମେଣ୍ଟ ତିଆରି ହବ, ଡିପାର୍ଟମେଣ୍ଟ କନସେପ୍ଟଟା ମଧ୍ୟ ସେମାନେ ଡେଭଲପ କଲେ। ଓକେ, so this is all about ଆବୁଲ ଫାଜଲ। ତେଣୁ ଆମେ ଆନସିଏଣ୍ଟ ଟେକ୍ସଟକୁ ଦେଖିଲେ, ଆବୁଲ ଫାଜଲଙ୍କ ଆଇନ ଆକ୍ଟ ଦେଖିଲେ, ବରାନୀଙ୍କର ଦେଖିଲେ, ଏ ସବୁଥିରେ ଦେଖିବା ଆମେ ଆସ୍ତେ 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 ମଡର୍ଣ୍ଣ କନସେପ୍ଟ ସବୁ ଯୋଡି ହେଇଯାଉଛି। କିନ୍ତୁ ସବୁଗୁଡ଼ିକ ହଉଛି ମୋନାର୍କିକାଲ ସିଷ୍ଟମ। ମୋନାର୍କିର ଚରିତ୍ର ଯାହା ଥିଲା ଆନସିଏଣ୍ଟ ପିରିୟଡରେ, ତା ପରବର୍ତ୍ତୀ ପିରିୟଡରେ ମଧ୍ୟ ଆହୁରି ଡେଭଲପ କରିକି ଗଲା। ବର୍ତ୍ତମାନ ଦେଖିବା ଧର୍ମ ଆଉ ରାଜନୀତି ଭିତରେ ସମ୍ପର୍କ କଣ, ଏଇ ଯୋଉ ମଡର୍ଣ୍ଣ ପ୍ରି ଇଣ୍ଡିଆନ ମଡର୍ଣ୍ଣ ପଲିଟିକାଲ ଥଟରେ। ଇଏ ତ ସବୁ ଧର୍ମ ଭିତ୍ତିକ, କିଏ କୋରାନ କଥା କହୁଛି, କିଏ ମନୁସ୍ମୃତି କଥା କହୁଛି, କିଏ ବେଦ କଥା କହୁଛି, କିଏ ଅର୍ଥଶାସ୍ତ୍ର। ସବୁ ଜାଗାରେ ସମସ୍ତେ କହୁଛନ୍ତି ରାଜା ହଉଛନ୍ତି ଭଗବାନଙ୍କର ଅବତାର, ରାଜାଙ୍କୁ ବିରୋଧ କରାଯାଇ ପାରିବ ନାହିଁ। ରାଜା ମଧ୍ୟ ଧର୍ମ ଅନୁସାରେ ପରିଚାଳିତ ହେବା ଉଚିତ, ନୀତି ଅନୁସାରେ ପରିଚାଳିତ ହେବା ଉଚିତ, ସର୍ବାଙ୍ଗୀନ ସୁଖ ଲୋକମାନଙ୍କର ତାକୁ ବିଚାର କରିବା ଉଚିତ। ତେଣୁ ଗାନ୍ଧୀ ଆଉ ମୌଲାନା ଆଜାଦ ଯଦି ଆମେ ଆଧୁନିକ ପଳେଇ ଆସିବୁ, ତାଙ୍କର ମତାମତ କଣ ରିଲିଜନ ଆଉ ପଲିଟିକ୍ସ ଉପରେ? ୟୁରୋପିଆନ କଣ୍ଟେକ୍ସଟରେ ଯେତେବେଳେ ମାକିଆଭେଲି ଡିମାଣ୍ଡ କଲେ ସେପାରେସନ ଅଫ ଷ୍ଟେଟ ଫ୍ରମ ପଲିଟିକ୍ସ, ରାଷ୍ଟ୍ରର ରାଜନୀତିରୁ ଏ ଧର୍ମର ରାଷ୍ଟ୍ରରୁ ବା ରାଜନୀତିରୁ ସମ୍ପୂର୍ଣ୍ଣ ଅଲଗା ହେବା ଦରକାର। ଏହାର କଣ୍ଟେକ୍ସଟ କଣ ଥିଲା ନା, ଆଧୁନିକ ସମାଜ ଜନ୍ମ ନେଉଛି, ପୁଞ୍ଜିବାଦ ଜନ୍ମ ନେଉଛି, ଆଧୁନିକ ରାଷ୍ଟ୍ର ଜନ୍ମ ନେଉଛି। ସେତେବେଳେ ୟୁରୋପିଆନ ଷ୍ଟେଟ ଗୁଡ଼ିକ ଚର୍ଚ୍ଚର କଣ୍ଟ୍ରୋଲ ଥିଲା। ଅଲ୍ ଦ ୟୁରୋପିଆନ ଷ୍ଟେଟ୍ସ ୱେଆର କଣ୍ଟ୍ରୋଲ୍ଡ ଅଣ୍ଡର ଦି କଣ୍ଟ୍ରୋଲ ଅଫ ଦି ରୋମାନ କ୍ୟାଥୋଲିକ ଚର୍ଚ୍ଚ। ତାକୁ ଅଲଗା କରିବା ପାଇଁ ଏମାନେ ଚାହିଁଲେ କାହିଁକି ନା, ଯୋଉ ପୁଞ୍ଜିପତି ଶ୍ରେଣୀ ଆସୁଛି ତାର ବ୍ୟବସାୟିକ ଅଭିବୃଦ୍ଧି ପାଇଁ, ତାର ବ୍ୟବସାୟ ପାଇଁ, ତାର ଶ୍ରେଣୀ ସ୍ୱାର୍ଥ ଦୃଷ୍ଟିରୁ ରାଷ୍ଟ୍ର କ୍ଷମତା ଦରକାର। ରାଷ୍ଟ୍ର କ୍ଷମତାର ଯେହେତୁ ମଧ୍ୟଯୁଗରେ ମେଡିଆଲ ଇଏରେ ବା ଫ୍ୟୁଡାଲିଜିମରେ, ସାମନ୍ତବାଦରେ ଚର୍ଚ୍ଚ କଣ୍ଟ୍ରୋଲରେ ଅଛି ୟୁରୋପରେ, ତାକୁ ଅଲଗା କରିବା ପାଇଁ ସେମାନେ ଡିମାଣ୍ଡ କଲେ ସେପାରେସନ ଅଫ ପଲିଟିକ୍ସ ଫ୍ରମ ରିଲିଜିଅନ। ଭାରତୀୟ ଇତିହାସରେ ଏଇଭଳିଆ ଏକ ଅବସ୍ଥା ହେଇନାହିଁ ଯେ ପ୍ରଥମେ ଏମାନେ ଡିଭାଇନ ଥିଓରି, ୟୁରୋପରେ ବି ଡିଭାଇନ ଥିଓରି ଥିଲା, ତାର ତ ରାଜାମାନେ ହଉଛନ୍ତି ଧର୍ମର ଅବତାର ବା ଭଗବାନଙ୍କର ଅବତାର। କିନ୍ତୁ ଆଧୁନିକ ସମୟରେ ଯେତେବେଳେ ଆସିଲା, ଆମର ଯେହେତୁ ଏଇ ଏକ୍ସପେରିମେଣ୍ଟଟା ହେଇନାହିଁ, ପୁଞ୍ଜିବାଦର ଇଏ ହେଇନାହିଁ, ତେଣୁ ବର୍ତ୍ତମାନ ପୁଞ୍ଜିବାଦର ଯୋଉ ଅବସାନ ହେଇନାହିଁ, ତେଣୁ ପୁଞ୍ଜିବାଦର ଯୋଉ ଅବସାନ ହେଇନାହିଁ,
বা ପୁଞ୍ଜିବାଦର ଅଭ୍ୟୁଦୟ ହେଇନାହିଁ, ଅବସାନ କହୁଛି ଅଭ୍ୟୁଦୟ ହେଇନାହିଁ କୋଉଠି ଆମର ଏଠି ଭାରତବର୍ଷରେ। ତେଣୁ ଏଇ କମ୍ପ୍ଲିଟ ଡିମାଣ୍ଡ ଯୋଉଟା ସେପାରେସନ ଅଫ ପଲିଟିକ୍ସ ଫ୍ରମ ରିଲିଜିଅନ ସେଟା ଆସିନାହିଁ। ତେଣୁ ଗୋଟେ ମୋରାଲ ଗ୍ରାଉଣ୍ଡ ଅଫ ପଲିଟିକ୍ସ ଏ କଥା ଗାନ୍ଧୀ ହୁଅନ୍ତୁ ବା ମୌଲାନା ଆଜାଦ ହୁଅ ଏ କଥା କହିଛନ୍ତି ଯେ ଧର୍ମ ଭିତରେ ଯୋଉ ନୈତିକତା ଅଛି, ସତ୍ କଥାଟା ଅଛି ବା ଗୋଟେ ଧର୍ମୀୟ ବିଚାରଧାରା ମଣିଷର ମୁକ୍ତି କଥା ହଉ, ଶୃଙ୍ଖଳା କଥା ହଉ, ନୈତିକତା କଥା ହଉ, ଯୋଉ ଠିକ ଭୁଲ କଥା ହଉ, ଏଇଟା ରାଜନୀତିକୁ ପ୍ରଭାବିତ କରିଛି ବିଶେଷ କରିକି ଗାନ୍ଧୀଙ୍କୁ। ଗାନ୍ଧୀଙ୍କର ଏଣ୍ଟାୟାର ପଲିଟିକ୍ସ ଆମେ ଦେଖୁଛନ୍ତି ସିଏ କେବେ ରାଜନୀତି କି ଧର୍ମ ଠାରୁ ଅଲଗା କରିକି ଦେଖି ନାହାନ୍ତି। କାରଣ ତାଙ୍କର ହଉଛି ନୈତିକତାର ରାଜନୀତି, ତାଙ୍କର ହଉଛି ମୋରାଲ ପଲିଟିକ୍ସ, ପଲିଟିକ୍ସ ଫର ଦ ମୋରାଲ ୱେଲବିଙ୍ଗ ଅଫ ହ୍ୟୁମାନ ସିଭିଲାଇଜେସନ ଆଣ୍ଡ ହ୍ୟୁମାନ ବିଙ୍ଗସ। ମଣିଷ ମାନଙ୍କର ନୈତିକ ବିଚାରଧାରା, ନୈତିକ ବିକାଶ, ନୈତିକ ସ୍ଥିରତା, ଇଏ ସବୁ ଆଖି ଆଗରେ ରଖି କଥାଟା କରାଯାଇଛି ହେଲା। କ୍ୱେଶ୍ଚିନ୍ ହଉଛି ମୌଲାନା ଆଜାଦ କଣ କହୁଛନ୍ତି? ମୌଲାନା କହୁଛନ୍ତି ଦେୟାର ୱିଲ୍ ବି ନଥିଙ୍ଗ ଲେଫ୍ଟ ୱିଥ ଅସ୍ ଇଫ୍ ୱି ସେପାରେଟ ପଲିଟିକ୍ସ ଫ୍ରମ ରିଲିଜିଅନ। ଆମେ ଯଦି ଧର୍ମକୁ ରାଜନୀତିକୁ ଧର୍ମରୁ ଅଲଗା କରିଦବା ତାହେଲେ ଆମ ପାଖରେ ଆଉ କିଛି ବଞ୍ଚିବ ନାହିଁ, ରହିବ ନାହିଁ। ତାପରେ ଗାନ୍ଧୀ ବି ସେ କଥା କହୁଛନ୍ତି। ଗାନ୍ଧୀଙ୍କର ଦୃଷ୍ଟିଭଙ୍ଗୀ ହେଲା ଯେ ଯୋଉ ଆମେ ରାଜନୀତି କରୁଛନ୍ତି ଆମେ କଣ କାହା ଦ୍ଵାରା କରୁଛନ୍ତି, କାହା ଦ୍ଵାରା ଅନୁପ୍ରାଣିତ ହେଇ କରୁଛନ୍ତି ନା ଧର୍ମର ଯୋଉ ଧର୍ମ ଅର୍ଥ ଧର୍ମ ଧର୍ମ ବିଦ୍ୱେଷ ଘୃଣା ଭାବ ବା ସଂଘର୍ଷ ସେଇଟା ନୁହେଁ। ଧର୍ମ ଅର୍ଥ ହେଲା ଯେ ସେ ହିନ୍ଦୁ ଧର୍ମ ହଉ, ବୁଦ୍ଧ ଧର୍ମ ହଉ, ମୁସଲମାନ ଧର୍ମ ହଉ ବା ଜୈନ ଧର୍ମ ହଉ, ଶିଖଜିମ୍ ଧର୍ମ ହଉ, ମଣିଷର ମୁକ୍ତି ବା ଖ୍ରୀଷ୍ଟିଆନିଟି ହଉ, ଇଏ ମଣିଷର ବିକାଶ, ମଣିଷର ନୈତିକତା, ମଣିଷର ଭଲ ପାଇବା, ସମ୍ପ୍ରୀତି, ଭାତୃତ୍ୱ ବା ସ୍ୱାର୍ଥପରତା ନୁହେଁ, ଗରିବଙ୍କ ପ୍ରତି ଦୟା ଭାବ, ଇଭେନ ଜୀବ ପ୍ରତି ଦୟା ଭାବ, ଇଏ କଥା ଧର୍ମରେ ଅଛି। ତେଣୁ ଏଗୁଡିକ ଯଦି ରାଜନୀତିରେ ପ୍ରତିଫଳିତ ହେଲା ସେଥିରେ କିଛି ବ୍ୟତିବ୍ୟବସ୍ଥା ହବାର ନାହିଁ ବା ଏଇଟା ଖରାପ କଥା ନୁହେଁ। ତେଣୁ ଏଇଥିପାଇଁ ଆମେ ସର୍ବୋପରି ରାଧାକୃଷ୍ଣ ଦେଖିଲେ ଯେ ଇଣ୍ଡିଆନ ଷ୍ଟେଟର ଗୋଟେ ରିଲିଜିୟସ ଇମ୍ପାର୍ସିଆଲିଟି ରହିବ, ଯୋଉଟା ସେକୁଲାର ଆମ କନଷ୍ଟିଟ୍ୟୁସନରେ ଅଛି ଯେ ଧର୍ମୀୟ ନିରପେକ୍ଷତା ରହିବ। ଇଣ୍ଡିଆନ ଷ୍ଟେଟ ଗୋଟେ ଧର୍ମୀୟ ରାଷ୍ଟ୍ର ହେଇପାରିବ ନାହିଁ। ତା ଅର୍ଥ ନୁହେଁ ଇଣ୍ଡିଆନ ଷ୍ଟେଟ ଧର୍ମୀୟ ବିଚାରଧାରା ଦ୍ଵାରା ବା ଧର୍ମୀୟ ନୈତିକତା ଦ୍ଵାରା ପ୍ରଭାବିତ ହବ ନାହିଁ। ସେ କଥା ସେ କହିଲେ ଏଇଟା ସେକୁଲାରିଜିମ ସହିତ ବା ଆଥେଇଜିମ ସହିତ, ନରେଶ୍ୱରବାଦ ସହିତ, ଯୋଉଟା ଈଶ୍ୱର ଉପରେ ବିଶ୍ୱାସ ନାସ୍ତିକତା, ତା ଉପରେ ପ୍ରତିଷ୍ଠିତ ନୁହେଁ। ତାର ଅର୍ଥ ସେୟା ନୁହେଁ ରିଲିଜିୟସ ଇମ୍ପାର୍ସିଆଲିଟି ଭାରତ ବର୍ଷରେ ରହିବ ରାଷ୍ଟ୍ରର, ତା ଅର୍ଥ ନୁହେଁ ଏଟା ଆଥେଇ ଷ୍ଟେଟ ବା ଆଥେଇଜିମ କଥା ନୁହେଁ। ସିଏ କହୁଛନ୍ତି କଣ ନା ଇନ୍ ଆକର୍ଡାନ୍ସ ୱିଥ ଦ ଆନସିଏଣ୍ଟ ରିଲିଜିୟସ ଟ୍ରାଡିସନ୍ସ ଅଫ ଇଣ୍ଡିଆ। ଭାରତର ଯୋଉ ରାଜନୈତିକ ଅର୍ଥ ଧର୍ମୀୟ ପରମ୍ପରା ଅଛି, ପ୍ରାଚୀନ ପରମ୍ପରା, ତାକୁ ନେଇକି ଭାରତୀୟ ରାଷ୍ଟ୍ର ଆଗକୁ ଯିବ ବା କାମ କରିବ, ଯୋଉଥିରେ ମାନବତା ଗୋଟେ ରହିବ, ମାନବିକତା ରହିବ, ଭାତୃତ୍ୱ ରହିବ, ସମ୍ପ୍ରୀତି ରହିବ, ଘୃଣା ଭାବ ରହିବ ନାହିଁ, ବିଦ୍ୱେଷ ରହିବ ନାହିଁ, କାହା ପ୍ରତି କାହାର ହିଂସା ଭାବ ରହିବ ନାହିଁ। ଏ କଥାକୁ ସେମାନେ କହୁଛନ୍ତି ସର୍ବପଲ୍ଲୀ ରାଧାକୃଷ୍ଣ। ସେଭଳି ଭାବରେ ଏଇ ଯୋଉ ପଏଣ୍ଟ ସେମାନେ କହିଲେ ଯେ ସେକୁଲାରିଜିମ ଯୋଉ ଟ୍ରାଡିସନଟା କଣ, ସେକୁଲାରିଜିମ ୟୁରୋପିଆନ କଣ୍ଟେକ୍ସଟରେ ଟୋଟାଲ ଅଲଗା ଧର୍ମ ଏବଂ ରାଜନୀତି। ଇଣ୍ଡିଆନ କନସେପ୍ଟରେ ଧର୍ମର ଭଲ କଥା ଗୁଡିକ ବା ପଜିଟିଭ ଗୁଣ ଗୁଡିକ ଆମେ ଏଠି କାର୍ଯ୍ୟକାରୀ କରିବା। ଯେମିତିକି ଆକବରଙ୍କର ତହିଦି ଲାଇରେ ସେ କହୁଛନ୍ତି ଯେ ୟୁନିଭର୍ସାଲିଜିମ ବା ବିଶ୍ୱବାଦ, ସମସ୍ତେ ସମାନ, ସମସ୍ତେ ଆମ ସୁଫି ଧର୍ମ ଯେମିତି ମାନବବାଦ, ତା ଅର୍ଥ ଆକବର ବି ସେ କଥା କହିଛନ୍ତି। ଏବଂ ଇସଲାମିକ ଟ୍ରାଡିସନ ମଧ୍ୟ ସେ କଥା ଅଛି। ମେନଲି ଯେତେବେଳେ ଇସଲାମ ସୁଲତାନେଟ ଷ୍ଟେଟ ହେଲା ଏବଂ ଇଣ୍ଡିଆରେ ଯୋଉ କଥାଟି ହେଲା ଆକବରଙ୍କ ନେତୃତ୍ୱରେ ଦିନ ଇଲାହି, ତ ଦିନ ଇଲାହି ସିଏ ମୁସଲିମ ଧର୍ମ, ଇସଲାମ ଧର୍ମ ଏବଂ ହିନ୍ଦୁ ଧର୍ମର ଭଲ କଥାକୁ ନେଇକି ସିଏ ଗୋଟେ ଧର୍ମ ତିଆରି କଲେ। ତା ଅର୍ଥ ତାଙ୍କର ଉଦ୍ଦେଶ୍ୟ କଣ ଥିଲା? ଭଲ କଥା ନେଇକି ତାଙ୍କର ଗୋଟେ ମୋରାଲ ପ୍ରୋଜେକ୍ସନ ହବ, ନୈତିକ ଚେହେରା ସେ କ୍ରିଏଟ କରିବେ ଲୋକଙ୍କ ଆଗରେ। ଲୋକମାନେ ତାଙ୍କୁ ରାଜାଙ୍କ ସହିତ ଜଣେ ଜ୍ଞାନୀ ଲୋକ ଭାବରେ, ଧର୍ମୀୟ ପୁରୁଷ ଭାବରେ ଦେଖିବେ। ତା ଫଳରେ ତାଙ୍କର ବ୍ୟାପକତା ରହିବ, ତାଙ୍କର ଆସେପ୍ଟାବିଲିଟି ରହିବ, ଯୋଉଟା ଗଲା। ତାପରେ ଆମେ ଗୋଟେ କନସେପ୍ଟଟା ଦେଖି ଆସୁଛନ୍ତି ରାଜଧର୍ମ। ରାଜଧର୍ମ କଣ ନା ହ୍ୱାଟ ସୁଡ୍ ଦ ଫଙ୍କସନ ଅଫ ଏ କିଙ୍ଗ, କିଙ୍ଗ କଣ କରିବା ଉଚିତ। ରାଜଧର୍ମ କୋଉଟେଲରେ ସେ କଥା କହିଛନ୍ତି, ମନୁସ୍ମୃତିରେ ଅଛି, ଶାନ୍ତି ପର୍ବରେ ଅଛି ଏବଂ ଏଇ ସୁଲତାନେଟ ଏଥିରେ ମଧ୍ୟ ଆବୁଲ ଫାଜଲଙ୍କ କଥାରେ ଅଛି, ଆଇନ ଆକବରରେ ଅଛି, ବରାନଙ୍କ ଏଥିରେ ଅଛି। ତା ଅର୍ଥ ମନ ଇଚ୍ଛା ରାଜା ମାନେ କରିବେ ନାହିଁ। ରାଜା ମାନଙ୍କୁ କିଏ ରେଷ୍ଟ୍ରିକ୍ଟ କରୁଛି? ସେଠି ରିଲିଜିଅନ କଥାଟା ଆସୁଛି। ତେଣୁ ଧର୍ମରେ ଯାହା ଅଛି, ନୈତିକତାରେ ଯାହା ଅଛି, ମୋରାଲ ପ୍ରେସକ୍ରିପସନରେ ଯାହା ଅଛି, ତା ବିରୋଧରେ ରାଜାମାନେ ଯାଇପାରିବେ ନାହିଁ। ତା ଅର୍ଥ ରାଜାମାନେ ଲୋକଙ୍କୁ ଅତ୍ୟାଚାର କରିପାରିବେ ନାହିଁ, ତାଙ୍କ ଅଧିକାରକୁ ଉଲ୍ଲଂଘନ କରିପାରିବେ ନାହିଁ, ତାଙ୍କ ମଙ୍ଗଳଟାକୁ ନେଗ୍ଲେକ୍ଟ କରିପାରିବେ ନାହିଁ। ଏଇ ଯୋଉ ମୋରାଲ ପ୍ରେସକ୍ରିପସନ, ଏଇଟା ୟାର ସୋର୍ସ ହଉଛି ରିଲିଜିଅନ, ଧର୍ମରୁ ଆସୁଛି। ତେଣୁ ଇଏ ସବୁ ଜିନିଷ ଆସୁଛି ଏଥିରୁ। ତେଣୁ ୟୁ ମଷ୍ଟ ଅଣ୍ଡରଷ୍ଟାଣ୍ଡ ଦ ଡାଇନାମିକ୍ସ ଅଫ ଇଣ୍ଡିଆନ ପଲିଟିକାଲ ଥଟ୍ ଇନ୍ ଆନସିଏଣ୍ଟ ପିରିୟଡ
इन द हिस्टोरिकल कॉन्टेक्स्ट आम यहाँ भल से खराब गोटे जजमेंटाल हवा पूर्व यार ऐतिहासिक पृष्ठभूमि देखा पड़ो कारण गुड़िक कौन व्हाट आर द बेसिक रीजन्स फॉर दीज थिंग्स व्हाई in modern times we are not telling the same thing why the modern things are not being told by Abul Fazal in Ain Akbari or by Manu in Manusmriti or by Kautilya in Arthashastra तार आधुनिक जुगर कथा आम कहीं से पाऊना किसी पाना सी गोटे निर्दिष्ट सामाजिक अर्थनैतिक पृष्ठभूमि राष्ट्र राजा क्षमता अभिज हो तुम देखुच एनसिएंट इंडिया रे महाभारत रे कौन हो से कहते महाभारत रे श्रीकृष्ण जे 5 खंड जमी तुम पांडव मान दे दियो से पलैबे आउ तांकर बेसी दरकार नहीं सेठी ये कौन कहते दुर्योधन बिना युद्धे नदेवी मु सुचेग्र मेदिनी तार तो बिना युद्ध रे मु गोटे छुंची मुनर माटी मध्य देविनी मेदिनी देवी नहीं तार अर्थ कौन लैंड इज सेंट्रल टू द स्टेट दैट इज ए फ्यूडल स्टेट दैट इज ए फ्यूडल इकोनॉमी अर्थनीति होची जमी केंद्रिक भूमि केंद्रिक गोटे सामंतवादी अर्थनीति जमी हूँ मुख्य बर्तमान जमीर गुरुत्व ना सहरीकरण चाष जमी जमी देले भी किए नौना तार कारण कौन तार कारण हूँ जमीटा उत्पादन क्षम होकर रुनी जमीटा गोटे सोर्स ऑफ प्रोडक्शन हो इंडस्ट्री है अलग सोर्सेस ऑफ प्रोडक्शन बिकॉज दिस इज कैपिटलिज्म दिस इज ग्लोबलाइजेशन एरा जगतीकरण जुग महाभारत में जमीटा हूँ मुख्य जमीटा हूँ मुख्य उत्पादन अस्त्र जहाँ उत्पादन हम से टिकस बस राजा चलिए राजा राजतंत्र चलो एवं राज दरबार चलो से जो दुर्योधन उक्ति से देखे दूची जे पॉलिटिकल इकोनॉमी ऑफ द स्टेट इन महाभारत महाभारत समय पॉलिटिकल इकोनॉमीटा कौन से रामायण जो युद्ध होची कौन से जमी युद्ध होची जितेबाला ये उत्तर भारत जाऊँ दक्षिण भारत को एवं जीविका ये उर्वर जमी की नवा चाहती सेठी पुराण रे अतिरंजित कर बुद्धिर कथा लिखाई पॉलिटिकल इकोनॉमीटा कौन पॉलिटिकल इकोनॉमी इज लैंड से परवर्ती पर्याय व्हाट इज द पॉलिटिकल इकोनॉमी ऑफ द स्टेट ए जो मुगल स्टेट कहीं दखल कर बसेबे कर आदाय करेंगे तेणु यो लैंड है सेंट्रल आइडिया ऑफ द स्टेट ड्यूरिंग मेडियल पीरियड एंशिएंट पीरियड तो ताकू नहीं राजनीति अर्थनीति अर्थशास्त्र ये सब कथा आईन कथा जमी देखिए मुगल स्टेट रे सब सुबेदार अच्छा ब्यूरोक्रेसी बहुत पावरफुल अकबर से बहुत डेवलप कर टिकेट्स आदाय कर भद्रक पर्यटन मुगल स्टेट थिला मुगल स्टेट रो सुबेदार माने जमीदार दायित्व देते जमीदार मान कौन कले टिकस आदाय कर मुगल स्टेट को देवे राजतंत्र चलो गोटे मिनट सॉरी तेणु बाहर अच्छी करेन्ट प्रोब्लेम नेटवर्क जाऊँगी यार बैटरी भी यार खत्म तेणु मु ऑनलाइन आस पार तेणु ये सब कथा को जब विचार करवा देखा 3टा गुरुत्वपूर्ण कथा मुझे उपस्थापित करी मोर बैटरी भी सरीगला कौन 3टा गुरुत्वपूर्ण कथा गोटाए है जे केवल यूरोप रे बा केवल ग्रीस रे बा रोम रे राजनीति विज्ञान रो जो तत्व गुड़िक विचार गुड़िक अभिवृद्ध है भारत वर्षर बहुत अवदान अच्छी अनेक क्षेत्र से आगे अच्छा आम अनेक क्षेत्र आगे अच्छे जमी ग्रीक रे डेमोक्रेटिक नॉर्म्स अभिवृद्ध है से परिमाण आमर डेमोक्रेटिक नॉर्म ना किंतु आमर रिपब्लिक थिला जोटा मु कहली लक्ष्मी स्टेट नेपाल नॉर्थ बिहार से अंचल थिला तो गणतंत्र झलक आम पाखे थिला एवं जो स्टेट संपर्क रे राष्ट्र उत्पादन उपादान संपर्क एलिमेंट्स नॉट उत्पादन उपादान संपर्क रे देयर आर सो मेनी पॉइंट्स इन इंडियन टेक्स्ट भारतीय जो लेखा बा से जो धर्म ग्रंथ बा जो कथा को से राष्ट्र उपादान संपर्क रे विस्तृत भाव वर्णना कराई केवल यूरोप रे बाहरला बा ग्रीक रे बाहरला बा प्लाटोर आइडियल स्टेट रे बा अरिस्टोटल आइडियल स्टेट रे राष्ट्र उत्पादन से आलोचना कले आमे कले नहीं दैट इज रॉन्ग एटा काई गेला ना पॉलिटिकल साइंस एज ए सब्जेक्ट इमर्ज्ड एज ए यूरोसेंट्रिक सब्जेक्ट राजनीति विज्ञान जो गोटे सब्जेक्ट भाव में जन्म नेला सेतेबेले बा स्वाधीन विषय भाव में तार विकास है एटा मेनली यूरोपीय सब्जेक्ट है तो यूरोपीय लेखक माने मेनली ग्रीक को बेस करिकी रोम को बेस कर लिखले से माने इंडिया को विरोध कले से कथा ना इंडिया संपर्क अनेक धारणा था
କାରଣ ଏଠି ସାଂସ୍କ୍ରିଟ ଟେକ୍ସଟ ଥିଲା, ସାଂସ୍କ୍ରିଟ ଟ୍ରାନ୍ସଲେସନ ନଥିଲା, ସେମାନଙ୍କର ହୁଏତ ଆକ୍ସେସ ନଥିବ ବା ତାଙ୍କର ୟୁରୋପିଆନ ବାଏସ ଥିବ, ୟୁରୋପକୁ ଭଲ ପାଉଥିଲେ, ୟୁରୋପ ଆଧୁନିକ, ୟୁରୋପ ସିଭିଲାଇଜ, ଭାରତ ନୁହେଁ, ଏମିତି ଥାଇପାରେ। ଚାଇନିଜ ସିଭିଲାଇଜେସନ ମଧ୍ୟ ଅବଦାନ ଅଛି, ରୋମାନ ସିଭିଲାଇଜେସନ ଅବଦାନ ଅଛି, ମେସୋପୋଟାମିଆର ଅବଦାନ, ଏଇ ଗୁଡାଏ ଲୋକଙ୍କର ଗୁଡାଏ ସଭ୍ୟତାର ଅବଦାନ ଅଛି। ତ ଭାରତରେ ଆମେ ଯୋଉ ଟେକ୍ସଟ ଗୁଡିକ ଦେଖୁଛନ୍ତି, ମନୁସ୍ମୃତିର ବହୁତ ନେଗେଟିଭ କଥା ଅଛି। ମହିଳାମାନଙ୍କୁ ସେ ଅଧିକାର ଦେଇନାହାନ୍ତି, ପାଠ ପଢିବାର ଅଧିକାର ଦେଇ, ଦ୍ୟାଟ୍ ଇଜ ଆନାଦର ଥିଙ୍ଗ। କିନ୍ତୁ ପଲିଟିକାଲ ଟେକ୍ସଟ ଯଦି ଦେଖିବା ଯେ ରାଜାଙ୍କର କର୍ତ୍ତବ୍ୟ କଣ, ରାଷ୍ଟ୍ରର ଉପାଦାନ ଗୁଡିକ କଣ, ତାପରେ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଏବଂ ରାଜାଙ୍କୁ ସେ ରେଷ୍ଟ୍ରିକ୍ଟ କରିଦେଇଛି, ରାଜା ମନ ଇଚ୍ଛା କାମ କରିପାରିବେ। ସେ ନୈତିକତାର ସହିତ, ଧର୍ମର ସହିତ, ଜନମଙ୍ଗଳ, ଏଇ ତିନିଟା ହଉଛି ରେଷ୍ଟ୍ରିକ୍ସନ। କନଷ୍ଟିଟ୍ୟୁସନ ନଥିଲା। ବର୍ତ୍ତମାନ କନଷ୍ଟିଟ୍ୟୁସନ ଅନୁସାରେ ସମସ୍ତେ ଚାଲିବେ, ମନ ଇଚ୍ଛା କେହି କନଷ୍ଟିଟ୍ୟୁସନ ବାହାରେ କେହି କରିପାରିବେନି, ପ୍ରଧାନମନ୍ତ୍ରୀ ହୁଅନ୍ତୁ, ରାଷ୍ଟ୍ରପତି ହୁଅନ୍ତୁ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସେତେବେଳେ ତ କନଷ୍ଟିଟ୍ୟୁସନ ନଥିଲା, ସେତେବେଳେ ସେପାରେସନ ଅଫ ପାୱାର ନଥିଲା। ତେଣୁ ରାଜାଙ୍କୁ ଅତ୍ୟାଚାରୀ ଏକଛତ୍ରବାଦୀ ବହୁତ ରାଜା ଥିଲେ, ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏଇ ଯୋଉ ନର୍ମସ ବା ଗାଇଡଲାଇନ ସେଇଟା ସେ ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କୌଟିଲ୍ୟ ତ ପୁରା ଡିଟେଲ ଯାଇଛନ୍ତି, ଆକ୍ଚୁଆଲି ମଡର୍ଣ୍ଣ ପଲିଟିକାଲ ସାଇଣ୍ଟିଷ୍ଟ। ସେ ଆଧୁନିକ ରାଜନୀତି ବିଜ୍ଞାନ, ତାର କାରଣ ସେ କହୁଛନ୍ତି, ଯେମିତି ମୁଁ ଏକ୍ସାମ୍ପଲ ଦେଲି ଯେ ଏନିମିଜ ଫ୍ରେଣ୍ଡ, ଶତ୍ରୁର ଶତ୍ରୁ ହଉଛି ବନ୍ଧୁ, ସେ କଥା ସେ କହିଛନ୍ତି। ଇଭନ୍ ସେ କହିଛନ୍ତି ରାଜାଙ୍କର ବ୍ୟକ୍ତିଗତ ସୁରକ୍ଷାରେ ଯିଏ ରହିବେ ସେ ମହିଳା ହେବା ଉଚିତ। କାରଣ ଅତୀତରେ ଆମେ ଦେଖିଛନ୍ତି ଯେ ରାଣୀ ମାନେ ଅଲଗା ଭାଇ ମାନଙ୍କ ସାଙ୍ଗରେ ହଉ ବା ଅଲଗା ରାଜା ମାନଙ୍କ ସହିତ ମିଶିକି ନିଜ ସ୍ୱାମୀକି ହତ୍ୟା କରିକି କ୍ଷମତା ଦଖଲ କରିଛନ୍ତି। ସେ ମୂଳ ମଞ୍ଜିଟାକୁ ମାକିଆଭେଲି ଭଳିଆ ଧରିଛନ୍ତି ଯେ ହ୍ୟୁମାନ ନେଚର ହଉଛି ଖରାପ, ଯୋଉଟା ମାକିଆଭେଲି କହୁଛି ପ୍ରାକ୍ଟିକାଲ କଥାଟା, ଯେ ମଣିଷ କ୍ଷମତାରେ ଏତେ ମାନେ ପାଗଳ ଯେ କେତେବେଳେ ସିଏ ନିଜ ସ୍ତ୍ରୀ ହଉ, ସ୍ୱାମୀ ହଉ, ଭାଇ ହଉ, ବନ୍ଧୁ ହଉ, ବାପା ହଉ, ଯେମିତି ମୋଗଲ ଷ୍ଟେଟ ଦେଖିଛନ୍ତି ବାପାଙ୍କୁ ମଧ୍ୟ ହତ୍ୟା କରାହେଇଛି, ବନ୍ଦୀ କରାହେଇଛି କ୍ଷମତା ପାଇଁ। ତେଣୁ କ୍ଷମତା ଯେତେବେଳେ ଆସିଯିବ ସେତେବେଳେ ଧର୍ମର କିଛି ମାନେ ରହିବନି, ବା ବ୍ୟକ୍ତିଗତ ସମ୍ପର୍କ, ପରିବାର, ଭାଇ ବନ୍ଧୁ, ସ୍ୱାମୀ ସ୍ତ୍ରୀ, ଭାଇ ଭଉଣୀ, ଏ କିଛି ରହିବନି। ତେଣୁ ତାକୁ ଏନସିଓର କରିବା ପାଇଁ ସିଏ କହୁଛନ୍ତି ଯେ ମହିଳା ଆରକ୍ଷୀ ମାନେ ସୁରକ୍ଷା କର୍ମୀ, ଯେ ତୀରନ୍ଦାଜ, ସେମାନେ ରାଜାଙ୍କ ଚାରିପଟେ ରହିବା ଉଚିତ। ଏ କଥା କହିବାର ଉଦ୍ଦେଶ୍ୟ କଣ? ହୁଁ।
सर आपको ऑडियोटा ऑफ अछि सर। ओहो सॉरी सॉरी ना नहीं से कौन होची कि ये जो नेट कटिगला बेलू आउ थे जॉइन कला बेलू से ऑडियोटा ऑफ हो ऑटोमेटिक। हाँ तेणु आगे हाँ ये जो व्यवस्था आम देखिले आम कहीपर वी आर ए डेवलप्ड पॉलिटिकल साइंस और डेवलपिंग पॉलिटिकल साइंस इन इंडिया एंशिएंट पीरियड एंड मिडिवल पीरियड। मिडिवल पीरियड देखा अकबर गोटे प्रचंड अवदान अच्छी बहुत बड़ अवदान अच्छी होल स्टेट कॉन्सेप्ट को डेवलप करिवारे ब्यूरोक्रेसी डेवलप करिवारे रोल ऑफ किंग डेवलप करिवारे एवं से तो जबरदस्ती से गोटे कथा प्रमाणित करचंती कौटल्य एवं अकबर अबुल फाजल जोटा आईन अकबर रे जे जबरदस्ती शासन करहबनी बल प्रयोग करके सब बेले शासन करहबनी नले से दिन लाई कहीं करता लोक मान मंगल कथा कहीं कही तार तो विद्रोह हम लोक मैंने असंतुष्ट हेले विद्रोह हम तांके शासन चली पारन तापई से डिफरेंट स्ट्राटेजी नहीं रणकौशल नहीं गोटे है डिवाइन थ्योरी कौन राजा होती भगवान चलती अभिशाप कि सफिसीयंट सबुदिन जिते कहले तुम अत्याचार कर टिकस बेसी बसैब लोक विद्रोह करेंगे तुम भगवान मानवे तुमको विद्रोह करके असंतोष चारिआड बढ़ तार फायदा शत्रु राष्ट्र नहीं तेणु तांकर लोकंकर ग्रहणीयता से कहते गुप्तचर भाव में राजा चारिआड बुलवे देखिए लोक अधिकारी मैंने ठीक शासन कर लोकों पर किए अत्याचार कर लोकों आगरे राजा छवि कौन राजा खराब भावुं भल भावुं गोटे टोटाल डिटेल मेकानिजम अच्छी तार चरम पर्यायर अकबर पहुंचे दिन लाई कर लोक भर गोटे धर्मीय मनोभाव सृष्टि करवा प्रति निजक धर्मगुरु भाव में गोटे कनसेप्ट अच्छी झरका दर्शन अर्थ है ये झरका दर्शन किए दिखते दर्शन किए दिखते भगवान दिखती तो भगवान को दर्शन करने लोक जाती ये से जो मोगल आर्किटेक्ट जोटा अच्छी गोटे बड़ झरका अच्छी झरका पाखे सी बसवे लोक दर्शन करेंगे तार तो निजक से राजा केवल नुहति धर्म गुरु भाव में निजक प्रोजेक्ट कर तेणु लोकंर से कौन हम प्रति भय रक्ति रही लोक विद्रोह करेंगे तो लोकों समर्थन पाइबा सबू राजा चेष्टा करुँचा गोटे बड़ कंट्रीब्यूशन इंडियन पॉलिटिकल थॉट रिगार्डिंग द नेचर ऑफ द स्टेट एंड नेचर ऑफ द किंग फंक्शंस ऑफ द किंग ओके दिस इज मोस्ट इंपोर्टेंट so I have a less battery I think I should leave it here केतना बजलानी 50 हेलानी ना 55 है सर 50 है हाँ ओ ठीक अच्छे मु 10 मिनट आगे छाड़ दूसरी काली तक डिस्कशन ओके थैंक यू थैंक यू।